ରାମ ଏବଂ ତାଙ୍କ ସାଥୀମାନେ ଏକ ଜଙ୍ଗଲ ଆଶ୍ରୟସ୍ଥଳୀରେ ପ୍ରବେଶମାନଙ୍କୁ ପବିତ୍ର ଋଷିମାନେ ସ୍ୱାଗତ କରନ୍ତି, ଯେଉଁମାନେ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରନ୍ତି। ସଞ୍ଜୟଜୀମାନେ ରାମଙ୍କୁ ସେମାନଙ୍କର ରାଜା ଭାବରେ ବିବେଚନା କରନ୍ତି, ତାଙ୍କ ଗୁଣ ପାଇଁ ପ୍ରଶଂସା କରନ୍ତି ଏବଂ ତାଙ୍କୁ ସେମାନଙ୍କ ଉପରେ ସୁରକ୍ଷା ଏବଂ ଶାସନ କରିବାକୁ କୁହନ୍ତି। ତାଙ୍କୁ ସେମାନଙ୍କର ରାମ ଏବଂ ସୀତା ଦଣ୍ଡକ ଜଙ୍ଗଲରେ ପ୍ରବେଶ କରନ୍ତି, ଯେଉଁଠାରେ ସେମାନେ ବିରାଧା ନାମକ ଏକ ଭୟଙ୍କର ରାକ୍ଷସଙ୍କୁ ସାମ୍ନା କରନ୍ତି। ସେ ସୀତାଙ୍କୁ ଅପହରଣ କରନ୍ତି ଏବଂ ରାମଙ୍କୁ ପରିହାସ କରନ୍ତି, ଯିଏ ଜଣେ ବ୍ୟକ୍ତିଙ୍କ ଦ୍ୱାରା ତାଙ୍କ ପତ୍ନୀଙ୍କ ସ୍ପର୍ଶରେ ଦୁଃଖ ଏବଂ କ୍ରୋଧରେ ଅଭିଭୂତ ହୁଅନ୍ତାଙ୍କୁ ହତ୍ୟା କରିବାକୁ ଏବଂ ତାଙ୍କ ପ୍ରଭୁଙ୍କ ତରଫରୁ ସଠିକ୍ ପ୍ରତିଶୋଧ ନେବାକୁ ରାମ ଏବଂ ଲକ୍ଷ୍ମଣ ବିରୋଧ ନାମକ ଜଣେ ଶକ୍ତିଶାଳୀ ରାକ୍ଷସର ସମ୍ମୁଖୀନ ହୁଅନ୍ତି, ଯିଏ ବ୍ରହ୍ମାଙ୍କ ଠାରୁ ଏକ ବର ପାଇଛନ୍ତି କିନ୍ତୁ ସୁନାଦୁଆ ତାଇ ଅଭିଯୋଗ କରେ। ଏହା ସତ୍ତ୍ୱେ ରାମ ତୀର ଦ୍ୱାରା ବିରୋଧଙ୍କୁ ହତ୍ୟା କରନ୍ତି, କିନ୍ତୁ ସୁନା ଦ୍ୱାରା ଏକ ତୀର ଦ୍ୱାରା ବିଦ୍ଧ ହେବା ପରେ ରାକ୍ଷସଙ୍କ ଶରୀର ପୁନର୍ଜୀବିତ ହୁଏ। ରାମ ଏବଂ ଲକ୍ଷ୍ମଣ ବିରୋଧ ନାମକ ଜଣେ ଶକ୍ତିଶାଳୀ ରାକ୍ଷସଙ୍କୁ ତୀର ଏବଂ ଖଣ୍ଡା ଦ୍ୱାରା ହତ୍ୟା କରିବାରେ ବିଫଳ ହେବା ପରେ ପରାସ୍ତ କରିଥିଲେ। ସେମାନେ ଅସ୍ତ୍ରଶସ୍ତ୍ର ଦ୍ୱାରା ତାଙ୍କୁ କ୍ଷତି ପହଞ୍ଚାଇ ପାରିବେ ନାହିଁ ବୋଲି ହୃଦୟଙ୍ଗମ କରି ରାମ ବିରୋଧଙ୍କୁ ଏକ ଗର୍ତ୍ତରେ ପକାଇ ଦେଇଥିଲେ, ଯେଉଁଠାରେ ସେ ଶେଷରେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତ୍ୟୁ ପୂର୍ବରୁ ବିରୋଧ ପ୍ରକାଶ ସାରାଭଙ୍ଗାଙ୍କୁ ଭେଟିବାକୁ ଯାଉଥିବା ସମୟରେ ରାମ ଆକାଶରେ ଇନ୍ଦ୍ରଙ୍କ ଚମତ୍କାରର ସାକ୍ଷୀ ହୁଅନ୍ତି। ତାପରେ ରାମଙ୍କ ଭାଗ୍ୟ ବିଷୟରେ ସାରାଭଙ୍ଗାଙ୍କ ସହ ଆଲୋଚନା କରନ୍ତି। ସାରାଭଙ୍ଗା ସ୍ୱର୍ଗକୁ ଆରୋହଣ କରିବା ପରେ ବିଭିନ୍ନ ଋଷି ଏବଂ ସନ୍ନ୍ୟାସୀମାନେ ରାମଙ୍କ ନିକଟକୁ ଯାଆନ୍ତି, ଯେଉଁମାନେ ରାକ୍ଷସମାନଙ୍କୁ ଆତଙ୍କିତ କରିବା ବିରୁଦ୍ଧରେ ତାଙ୍କୁ ସୁରକ୍ଷା। ରାମ ତାଙ୍କ ଭାଇ ଲକ୍ଷ୍ମଣ ଏବଂ ପତ୍ନୀ ସୀତାଙ୍କ ସହ ଜଣେ ଜ୍ଞାନୀ ସନ୍ନ୍ୟାସୀ ସୁତୀକ୍ଷ୍ଣଙ୍କ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସୁତୀକ୍ଷ୍ଣ ରାମଙ୍କୁ ସ୍ୱାଗତ କରିଥିଲେ, କିନ୍ତୁ ସ୍ୱର୍ଗୀୟ ରାଜ୍ୟକୁ ପ୍ରବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ରାମ ମନା କରିଦେଇଥିଲେ। ଜଙ୍ଗଲରେ ରହିବାକୁ ପସନ୍ଦ କରିଥିଲେ, କିନ୍ତୁ ସୁତୀକ୍ଷ୍ଣଙ୍କ 1867 ଶବ୍ଦର ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ରାମ, ଲକ୍ଷ୍ମଣ ଏବଂ ସୀତା ସୁତୀକ୍ଷ୍ଣଙ୍କ ଆଶ୍ରମରୁ ବିଦାୟ ନେଲେ। ସନ୍ନ୍ୟାସୀ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କୁ ଚମତ୍କାର ତଣ୍ଟି, ଧନୁ ଏବଂ ଖଣ୍ଡା ଦେଲେ। ମହର୍ଷିଙ୍କ ଦ୍ୱାରା ଅନୁମତି ପାଇ ସେମାନେ ସେମାନଙ୍କର ନୂତନ ଉପହାର ସହିତ ସୂର୍ଯ୍ୟସ୍ଥଳୀ ଦଣ୍ଡକ ଜଙ୍ଗଲରେ ଥିବା ସୀତା ରାମଙ୍କୁ ଅସ୍ତ୍ରଶସ୍ତ୍ର ବହନ କରିବା ଏବଂ ଯୁଦ୍ଧରେ ଲିପ୍ତ ହେବାର ବିପଦ ବିଷୟରେ ଚେତାବନୀ ଦେଇଛନ୍ତି। ଜଣେ ତପସ୍ୱୀଙ୍କ କାହାଣୀକୁ ଦର୍ଶାଇଛନ୍ତି, ଯିଏ ଏକ ଖଣ୍ଡା ଦ୍ୱାରା ଦୁର୍ନୀତିଗ୍ରସ୍ତ ହୋଇଥିଲେ। ସେ ତାଙ୍କୁ ହିଂସା ପରିତ୍ୟାଗ କରିବାକୁ ଏବଂ ସନ୍ନ୍ୟାସୀ ଜୀବନ ଗ୍ରହଣ କରିବାକୁ ଅନୁରୋଧ କରନ୍ତି, ଯାହା ପ୍ରକୃତ ସୁଖ ଏବଂ ପୂର୍ଣ୍ଣତା ଆଣିବ ବୋଲି ସେ ରାମ ବୈଦେହୀ ସୀତାଙ୍କ କଥା ଶୁଣି ଦଣ୍ଡକ ଜଙ୍ଗଲରେ ଥିବା ସନ୍ନ୍ୟାସୀମାନଙ୍କୁ ରାକ୍ଷସଙ୍କଠାରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ନିଜ ପ୍ରତିଜ୍ଞାକୁ ଉଲ୍ଲଂଘନ କରିବେ ନାହିଁ ବୋଲି ଶପଥେଇଛନ୍ତି, ଏପରିକି ନିଜ ଜୀବନ କିମ୍ବା ସୀତାଙ୍କ ମୂଲ୍ୟରେ ମର୍ଯ୍ୟାଦା ଏବଂ କ୍ଷତ୍ରିୟ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଲକ୍ଷ୍ମଣଙ୍କ ସହ ଜଙ୍ଗଲ ଆଡ଼କୁ ବାହାରିଛନ୍ତି। ରାମ ତାଙ୍କ ଭାଇ ଲକ୍ଷ୍ମଣ ଏବଂ ପତ୍ନୀ ସୀତାଙ୍କ ସହ ଜଙ୍ଗଲରେ ଥିବା ବିଭିନ୍ନ ଆଶ୍ରମ ପରିଦର୍ଶନ କରନ୍ତି। ସେମାନେ ଧର୍ମବ୍ରତ ନାମକ ଜଣେ ତପସ୍ୱୀଙ୍କୁ ଭେଟିଛନ୍ତି, ଯିଏ ସେମାନଙ୍କୁ ପଞ୍ଚିପତ ଜନ ନାମକୁ ଭେଟିଥାଏ, ଯେଉଁଠାରେ ରାମଙ୍କୁ ରାମଙ୍କ ଭାଇ
ଲକ୍ଷ୍ମଣ ଋଷି ଅଗସ୍ତ୍ୟଙ୍କ ଜଣେ ଶିଷ୍ୟଜାଳକୁ ତାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିବା ବିଷୟରେ ସୂଚନା ଦିଅନ୍ତି। ଅଗସ୍ତ୍ୟ ସେମାନଙ୍କୁ ସ୍ୱାଗତ କରନ୍ତି ଏବଂ ରାମଙ୍କୁ ସମ୍ମାନର ସହ ଗ୍ରହଣ କରନ୍ତି। ସେ ରାମଙ୍କ ଧାର୍ମିକତାର ପ୍ରଶଂସା କରନ୍ତି ଏବଂ ଦୁଷ୍ଟ ଶକ୍ତି ଉପରେ ବିଜୟରେ ସାହାଯ୍ୟ କରିବା ପାଇଁ ତାଙ୍କୁ ଏକ ଶକ୍ତିଶାଳୀ ଧନୁ ଲକ୍ଷ୍ମଣ ଏବଂ ସୀତାଙ୍କ ସହିତ ରାମଙ୍କୁ ଫଳ, ମୂଳ ଏବଂ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଏକ ଅଞ୍ଚଳ ପଞ୍ଚବତୀକୁ ନିର୍ଦ୍ଦେଶ ଦିଆଯାଏ। ସନ୍ନ୍ୟାସୀ ଅଗସ୍ତ୍ୟ ସେମାନଙ୍କୁ ଏହି ଜଙ୍ଗଲକୁ ନିର୍ଦ୍ଦେଶ ଦିଅନ୍ତି ସେମାନଙ୍କର ଆଶ୍ରୟ ଏବଂ ସୀତାଙ୍କ ଖୁସି ପାଇଁ ଏହାର ଉପଯୁକ୍ତତା ଦର୍ଶାଇ। ରାମ ଏବଂ ତାଙ୍କ ସାଥୀମାନେ ମହର୍ଷିଙ୍କ ଦ୍ୱାରା ନିର୍ଦ୍ଧାରିତ ରାମ ଜଟାଜୁ ନାମକ ଏକ ଗିଦ୍ଧକୁ ଭେଟିଛନ୍ତି ଯିଏ ନିଜକୁ ରାମଙ୍କ ପିତାଙ୍କ ବନ୍ଧୁ ବୋଲି ପ୍ରକାଶ କରନ୍ତି। ଜଟାଜୁ ତାଙ୍କ ବଂଶର ବର୍ଣ୍ଣନା କରନ୍ତି ଏବଂ ଦେବତା, ରାକ୍ଷସ ଏବଂ ପଶୁମାନଙ୍କ ସମେତ ବିଭିନ୍ନ ପ୍ରାଣୀଙ୍କ ଉତ୍ପତ୍ତି ବର୍ଣ୍ଣନା କରନ୍ତି। ରାମ ଏବଂ ତାଙ୍କ ଭାଇ ଲକ୍ଷ୍ମଣ ପଞ୍ଚବତୀ ଜଙ୍ଗଲରେ ପହଞ୍ଚନ୍ତି, ଯେଉଁଠାରେ ରାମ ଲକ୍ଷ୍ମଣଙ୍କୁ ସେମାନଙ୍କ ଆଶ୍ରୟ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବାକୁ ନିର୍ଦ୍ଦେଶ ଦିଅନ୍ତି। ଲକ୍ଷ୍ମଣ ଗଛ ଏବଂ ପାହାଡ଼ ଦ୍ୱାରା ଘେରି ରହିଥିବା ଏକ ପୁଷ୍କରିଣୀ ସହିତ ଏକ ସୁନ୍ଦର ସ୍ଥାନ ଚୟନ କରନ୍ତି। ସେ ଶୀଘ୍ର ରାମଙ୍କ ପାଇଁ ଏକ ଆଶ୍ରୟ ନିର୍ମାଣ କରନ୍ତି, ଯିଏ ଏହି ପ୍ରଜଳାସରେ ଖୁସି ହୁଅନ୍ତି ଏବଂ ରାମ, ସୀତା ଏବଂ ଲକ୍ଷ୍ମଣଙ୍କ ସହିତ ଗୋଦାବରୀ ନଦୀରେ ତାଙ୍କର ଦୈନନ୍ଦିନ ସ୍ନାନ କରନ୍ତି। ରାମଙ୍କ ଭାଇ ଭରତ ମଜ୍ଜାର ସହରରେ ତପସ୍ୟା କରୁଛନ୍ତି। ରାମଙ୍କ ସମ୍ମାନରେ ଥଣ୍ଡା ଏବଂ କଷ୍ଟ ସହିଛନ୍ତି। ରାମଙ୍କ ପୁନର୍ମିଳନ ବିଷୟରେ ପ୍ରତିଫଳିତ କରନ୍ତି। ଭରତ ଏବଂ ଶତ୍ରୁଘ୍ନଙ୍କ ପ୍ରତି ସ୍ନେହ ପ୍ରକାଶ କରନ୍ତି ଏବଂ ସେମାନଙ୍କୁ ପୁନର୍ବାର ସୀତା ଏବଂ ଲକ୍ଷ୍ମଣଙ୍କ ସମେତ ରାମ ଏବଂ ତାଙ୍କ ପରିବାର ଗୋଦାବରୀ ନଦୀ କୂଳେ ଥିବା ସେମାନଙ୍କ ଆଶ୍ରୟସ୍ଥଳରେ ପହଞ୍ଚନ୍ତି। ବସିବା ସମୟରେ ସେମାନଙ୍କ ନିକଟକୁ ଜଣେ ରାକ୍ଷସୀ ଶୂର୍ପଣଖା ଆସନ୍ତି, ଯିଏ ରାମଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ପ୍ରସ୍ତାବ ଦିଅନ୍ତି। ରାମଙ୍କୁ ତାଙ୍କ ସ୍ୱାମୀ ଭାବରେ ବଦଳରେ ସୀତା ଏବଂ ଲକ୍ଷ୍ମଣଙ୍କୁ ଗ୍ରାସ କରିବାକୁ ପ୍ରସ୍ତାବ ଦିଅନ୍ତି। ରାମ ଏବଂ ଲକ୍ଷ୍ମଣ ରାମଙ୍କ ପ୍ରତି ଆକର୍ଷିତ ହୋଇଥିବା ଏକ ରାକ୍ଷସୀ ଶୂର୍ପଣଖାଙ୍କୁ ଭେଟିଛନ୍ତି। ଲକ୍ଷ୍ମଣ ବିନମ୍ରତାର ସହ ତାଙ୍କ ଅଗ୍ରଗତିକୁ ପ୍ରତ୍ୟାଖ୍ୟାନ କରନ୍ତି, କିନ୍ତୁ ସେ ଭୁଲ ବୁଝନ୍ତି ଏବଂ କ୍ରୋଧିତ ହୁଅନ୍ତି। ରାମ ହସ୍ତକ୍ଷେପ କରନ୍ତି ଏବଂ ଲକ୍ଷ୍ମଣ ସୀତାଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ନାକ ଏବଂ କାନ କାଟି ଦିଅନ୍ତି। ବିକୃତ ଶୂର୍ପଣଖା ଜଙ୍ଗଲକୁ ପଳାଇ ଖାରା ଜଣେ ରାକ୍ଷସ ତାଙ୍କ ଭଉଣୀ ଶୂର୍ପଣଖାଙ୍କୁ ବିକୃତ ଏବଂ ଆହତ ଦେଖି କ୍ରୋଧିତ ହୁଅନ୍ତି। ସେ ତାଙ୍କୁ ଦୁଇ ଭାଇ ରାମ ଏବଂ ଲକ୍ଷ୍ମଣଙ୍କ ଦ୍ୱାରା ଅନାର୍ଯ୍ୟ କରାଯିବା ଅଭିଯୋଗ କରନ୍ତି, ଯେଉଁମାନଙ୍କ ମହିଳା ଜାତିଙ୍କୁ ଅଭିଯୋଗ ଦିବଯାଏ ବୋଲି ବର୍ଣ୍ଣନା କରାଯାଇଛି। ଶୂର୍ପଣଖାଙ୍କ ଆଘାତର ପ୍ରତିଶୋଧ ନେବା ପାଇଁ ଶୂର୍ପଣଖା ରାମ ଏବଂ ଲକ୍ଷ୍ମଣଙ୍କୁ ଏକ ଗୋଷ୍ଠୀ ରାକ୍ଷସଙ୍କ ଆଡ଼କୁ ଇଙ୍ଗିତ କରନ୍ତି, ଯେଉଁମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଯୋଜନା କରନ୍ତି। ରାମ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ରାକ୍ଷସମାନଙ୍କୁ ଚାଲିଯିବାକୁ ଚେତାବନୀ ଦିଅନ୍ତି। ସେମାନେ ମନା କରନ୍ତି ଏବଂ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୁଏ, ଯାହାର ଫଳସ୍ୱରୂପ ସମସ୍ତ 4 ଜଣ ରାକ୍ଷସଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଦ୍ୱାରା ପଠାଯାଇଥିବା 11 ଜଣ ରାକ୍ଷସ ରାମ ଏବଂ ଲକ୍ଷ୍ମଣଙ୍କ ଦ୍ୱାରା ନିହତ ହୋଇଥିବା ଖବର ପାଇବା ପରେ ଖାରା ଶୂର୍ପଣଖାଙ୍କୁ ସାନ୍ତ୍ୱନା ଦିଅନ୍ତି। ଖାରା ଏହି କ୍ଷତିର ପ୍ରତିଶୋଧ ନେବାକୁ କିମ୍ବା ତାଙ୍କ ଶପଥ ନେଇଥିଲେ, କିନ୍ତୁ ଶୂର୍ପଣଖା ତାଙ୍କୁ ରାମଙ୍କ ଶକ୍ତି ବିରୁଦ୍ଧରେ ନିଜର ଦୁର୍ବଳତା ବିଷୟରେ ଚେତାବନୀ ଦେଇଥିଲେ। ସେ ତାଙ୍କୁ ଖାରା ଏକ ଶକ୍ତିଶାଳୀ ରାକ୍ଷସ ରାମଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ସେ 4 ଦଳ ରାକ୍ଷସଙ୍କୁ
एकत्र करती एवं सेमानंकु विभिन्न अस्त्रशस्त्र एवं अस्त्रशस्त्र रे सज्जित करती। खारा तापरे सुना एवं मूल्यवान रत्नरे सज्जित तांक चमत्कार काररे चढ़ती एवं प्रचंड क्रोध एवं बिजल। एठारे 486 शब्दरे लेखाटीर सारांश दिया जायछि। अशुभ संकेत एवं संकेत सहित खारांक राक्षसनी पाखी आसुछि। एही संकेत गुड़िको सत्वे खारा निर्भीक होई राम एवं लक्ष्मणों को परास्त करिबार तांकर उद्देश्य घोषणा करती। राक्षस माने उत्साहरे परिपूर्ण एवं संत एवं स्वर्गीजंक समेत सेमाने काठी हुअंती। राक्षस मानक सहित युद्धर आशंका करी राम लक्ष्मणों को सीता को नहीं सुरक्षा पाई निकटस्थ गुंफा को पड़ाइबाकू निर्देश दियंती। तापरे राम अग्नि सदृश अस्त्रशस्त्र रे सज्जित होई निजे युद्ध पाई प्रस्तुत हुअंती। देवता एवं अंजानजा स्वर्गीज प्राणी माने राम एवं खारांक नेतृ प्रकारंक नेतृ राक्षस मानकरे एकाठी हुअंती। खारा एवं तांको राक्षस माने तीर एवं अंजानजा अस्त्र शस्त्र द्वारा रामं को आक्रमण करिथिले, किंतु से तांको धनु द्वारा प्रतिरोध करिथिले एवं हजार हजार तीर राक्षस एवं सेमानंको अश्व को काटी देथिले। युद्ध भयंकर एवं तीव्र थिला, जोथिरे राम बिजुरी एवं राक्षस माने तांको तीर एवं अंजान। राम एवं तांको सैन्य बाहिनी दुशानक नेतृत्वे राक्षस मानक सह संघर्ष राक्षस मानक सह संघर्ष करती। राम तीक्ष्ण तीर दुशानकु तैर्मण गिरिम अवसरो 70 जनको मृत्युरण को हजार क्रमती तापरामते आक्रमण करने निर्देश दियंती, किंतु सेमाने रामंक द्रुत हुअंती। केवल खराब एठारी 23 शब्दरे लेखाटीर सारांश दिया जायछि। त्रिशिर जणे शक्तिशाली राक्षस रामंक निकटकू जाई तांकु युद्ध पाई आह्वान करती। आहत हेबा सत्वे राम तीर सहित लड़ती एवं शेषरे त्रिशिरंकु तांक मुंड काटी हजाल करती। त्रिशिर परास्त हेबा परे खारार सैन्य माने आतंकित होई पलाई जा। खारा जणे शक्तिशाली राक्षस रामंक विरुद्धरे लड़ती एवं तांक तीर द्वारा आघात पाई थांती। आहत हेबा सत्वे खारा लड़िबा जारी रखी थाए, किंतु शेषरे तांको धनु भांगी जाए एवं से भूमि रे डेई पड़ती। राम विजयसी हुअंती एवं स्वर्गीजड़ एवं महर्षि माने तांक साहसिकतारे दांडक जंगल रे धार्मिक संन्यासी मानंकु हज्जा करिथिबारु राम तांक शक्तिशाली होस्टंक समर्थन रे एक शक्तिशाली राक्षस खारांकु सामतन करती। रामकारा एवं तांक सेना को हज्जा करिबाकु धमक दियंती। तांकु एक गछ सहित तुलना करती जाहार मूल काटी दियाजे। क्रोधित होई खारा रामंको राघव राम एवं खारा युद्धरे लिप्त हुअंती। राम एक तीर द्वारा खारांकु हज्जा करती एवं देवता माने तांक विजय को पालन करती। महर्षि माने रामंक पराक्रम को प्रशंसा करती एवं जनकंक झिया राक्षस मानंक उपरे विजय खुशी हुअंती। राक्षस मानंकर 10 गण विशिष्ट राजा रावण आकंपनंक ठारू जानिबाकू पांती जे राम जनस्थान रे खारा एवं तांक सेना को परास्त करिचंती। रावण रामंकु युद्धरे परास्त करिबार एक उपाय भावरे रामंक पत्नी सीतांकु अपहरण करिबाकू निष्पत्ति नेथिले, किंतु मारीचा तांकु मना करि देथिले, जिए तांकु रामंक द्वारा सृष्टि होइथिबा विपेथिले। शूर्पणखा जणे राक्षसी रामंक वीरत्वर साक्षी हुअंती एवं तांका भाई रावणंकु जणाइबा पाई लंका को फेरंती।
ସେ ରାବଣଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ନିଷ୍ଠୁର ଏକାଧିକ ମୁଣ୍ଡ ଏବଂ ହାତ ସହିତ ବର୍ଣ୍ଣନା କରନ୍ତି ଏବଂ ତାଙ୍କର ଅନେକ ବିଜୟ ଏବଂ ପାଶବିକ ବିସର୍ଜନରେ ବର୍ଣ୍ଣନା କରନ୍ତି। ଶୂର୍ପଣଖା ରାବଣଙ୍କୁ ରାମଙ୍କ ହାତରେ ଶୂର୍ପଣଖା ରାବଣଙ୍କୁ ତାଙ୍କ ଆତ୍ମସନ୍ତୋଷପୂର୍ଣ୍ଣ ଆଚରଣ ପାଇଁ ଧମକ ଦେଇ ଚେତାବନୀ ଦେଇଛନ୍ତି ଯେ ତାଙ୍କ ନିୟନ୍ତ୍ରଣର ଅଭାବ, ମୂର୍ଖତା ଏବଂ ଗୁପ୍ତଚରମାନଙ୍କୁ ନିତ୍ୟ କରିବାରେ ଯତ ଶଙ୍କର ଦୁର୍ଦ୍ଦଶାକୁ ସମାଲୋଚନା କରି କହିଛନ୍ତି ଯେ କ୍ରୋଧିତ କୃପଣ ଏବଂ ପ୍ରତାରକ ରାଜା ଶେଷରେ ବିପର୍ଯ୍ୟୟର ସମ୍ମୁଖୀନ ହେବେ। ଶୂର୍ପଣଖାଙ୍କ କଥାରେ କ୍ରୋଧିତ ହୋଇ ରାବଣ ତାଙ୍କୁ ରାମ, ତାଙ୍କ ପରାକ୍ରମ ଏବଂ ତାଙ୍କ ରୂପ ବିଷୟରେ ପଚାରନ୍ତି। ସେ ରାମଙ୍କ ସାହସିକତା, ଶକ୍ତି ଏବଂ ସୌନ୍ଦର୍ଯ୍ୟ ବର୍ଣ୍ଣନା କରନ୍ତି ଏବଂ ତାଙ୍କ ପତ୍ନୀ ସୀତାଙ୍କୁ ଦେବୀଙ୍କ ଭଳି ଅଦ୍ୱିତୀୟ ସ୍ନେହର ବର୍ଣ୍ଣନା କରନ୍ତି। ଶୂର୍ପଣଖା ରାବଣଙ୍କୁ ସୀତାଙ୍କୁ ବଳପୂର୍ବକ ଅପହରଣ କରିବାକୁ ଶକ୍ତିହୀନ ହେବେ। ରାବଣ ସାରଥୀ ଛଦ୍ମବେଶ ଧାରଣ କରି ନିଜର ସୁବର୍ଣ୍ଣ ରଥ ସହିତ ସମୁଦ୍ର କୂଳରେ ପହଞ୍ଚନ୍ତି। ସେ ଏକ ସୁନ୍ଦର ଦୃଶ୍ୟ ଦେଖନ୍ତି ଯେଉଁଥିରେ ସନ୍ନ୍ୟାସୀମାନଙ୍କ ଦ୍ୱାରା ଘେରି ରହିଥିବା ଏକ ଡୁମୁର ଗଛ ଏବଂ ମାରିଚା ନାମକ ଏକ ରାକ୍ଷସ ଯିଏ ତାଙ୍କୁ ଆତିଥ୍ୟପୂର୍ବକ ସ୍ୱାଗତ କରନ୍ତି। ଏହାପରେ ରାବଣ ମାରିଚାଙ୍କ ଶ୍ରୀଲଙ୍କା ଗସ୍ତର ଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତି। ରାବଣ ଏକ ଦୁଃଖଦ ଘଟଣା ବର୍ଣ୍ଣନା କରିଛନ୍ତି ଯେଉଁଠାରେ ରାମ ଯୁଦ୍ଧରେ ରାକ୍ଷସ ବାପ ତାଙ୍କ ଭାଇ ଖାରଙ୍କୁ ହତ୍ୟା କରିଥିଲେ। ସେ ଏକ ସୁବର୍ଣ୍ଣ ହରିଣ ଛଦ୍ମବେଶ ଧାରଣ କରି ସୀତାଙ୍କୁ ରାମଙ୍କ ଆଶ୍ରୟରୁ ଛଡ଼ାଇ ନେବା ପାଇଁ ମାରିଚାଙ୍କ ସାହାଯ୍ୟ ଲୋଡ଼ିଥିଲେ। ରାମ ବିଭ୍ରାନ୍ତ ଥିବା ଅପହରଣ କରିବାକୁ ଅନୁମତି ଦେଇଥିଲେ। ଜଣେ ଦକ୍ଷ ରାକ୍ଷସ ବକ୍ତା ମାରିଚା ରାବଣଙ୍କୁ ରାମଙ୍କର ବିଷୟରେ ଚେତାବନୀ ଦେଇଛନ୍ତି। ସେ ରାମଙ୍କ ଗୁଣ ଏବଂ ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ରାବଣଙ୍କୁ ସୀତାଙ୍କୁ ନିଜ ପାର୍ଶ୍ୱରେ ନେବା ପାଇଁ ବଳ ପ୍ରୟୋଗ ନ କରିବାକୁ ଚେତାବନୀ ଦେଇଛନ୍ତି କାରଣ ଏହା ଲଙ୍କା ଏବଂ ରାକ୍ଷସମାନଙ୍କ ପାଇଁ ବିନାଶର କାରଣ ହେବ। ଏହି ଗ୍ରନ୍ଥରେ ରାଜା ରାବଣ ଏବଂ ଜଣେ ସନ୍ନ୍ୟାସୀ ବିଶ୍ୱାମିତ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ବର୍ଣ୍ଣନା କରାଯାଇଛି। ସନ୍ନ୍ୟାସୀ ରାମଙ୍କ ଠାରୁ ନିଜ ପାଇଁ ଏବଂ ତାଙ୍କ ବଳିଦାନ ପାଇଁ ସୁରକ୍ଷା ଚାହାନ୍ତି। ଯିଏ ଏପରି କାର୍ଯ୍ୟରେ ବିଶ୍ୱାସ କରିବାନରେ ମାରିଚଠୁ ଏହି ସମାଜରେ ମାରିଚା ନାମକ ଏକ ଶକ୍ତିଶାଳୀ ରାକ୍ଷସ ବଳିଦାନରେ ବାଧା ଦେବାକୁ ଚେଷ୍ଟା କରନ୍ତି। ବକ୍ତା ଜଣେ ରାକ୍ଷସ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବା ପରେ ରାମଙ୍କ ଦ୍ୱାରା ରକ୍ଷା ପାଇଥିବାର ବର୍ଣ୍ଣନା କରିଛନ୍ତି। ରାମଙ୍କ ଶକ୍ତିରେ ଭୟଭୀତ ହୋଇ ବକ୍ତା ବର୍ତ୍ତମାନ ତାଙ୍କୁ ସବୁଆଡ଼େ ଦେଖୁଛନ୍ତି ଏବଂ ତାଙ୍କ ବନ୍ଧୁ ରାବଣଙ୍କୁ ଚେତାବନୀ ଦେଇଛନ୍ତି ରାମଙ୍କ ଚ୍ୟାଲେଞ୍ଜ କରନ୍ତୁ ନାହିଁ କାରଣ ଏହା ସେମାନଙ୍କ ନିଜ ବିନାଶର କାରଣ ହେବ। ବକ୍ତା ବିଶ୍ୱାସ କରନ୍ତି ଯେ ରାମ ଭଳି ରାମଙ୍କ ସହ ଯୁଦ୍ଧରେ ବିପଦ ବିଷୟରେ ଚେତାବନୀ ଦେଇଥିବାରୁ ରାତ୍ରିକାଳୀନ ରାଜା ରାବଣ ମାରିଚଙ୍କୁ ଗାଳି କରନ୍ତି। ସେ ମାରିଚଙ୍କୁ ସୁନା ହରିଣ ଛଦ୍ମବେଶ ଧାରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଯଦି ସଫଳ ହୁଅନ୍ତି ତେବେ ତାଙ୍କର ଅଧା ରାଜ୍ୟ ପ୍ରତିଶ୍ରୁତି ଦିଅନ୍ତି। ଯଦି ମାରିଚ ଅମାନ୍ୟ କରନ୍ତି ତେବେ ରାବଣ ମୃତ୍ୟୁକୁ ରାବଣଙ୍କ ପ୍ରତି ସମର୍ପିତ ସେବକ ମାରିଚା ତାଙ୍କୁ ରାମଙ୍କ ସହ ବିବାଦରେ ପ୍ରବେଶ ନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଭୟରେ ଯେ ସେହି ଭାଜ ବିନା ନ କଲେ ବେସାଜ ତାଙ୍କୁ ରାଜ୍ୟର ବିନାଶକୁ ନେଇଯିବ। ମାରିଚା ରାବଣଙ୍କୁ ଅନୁରୋଧ କରିଛନ୍ତି ଯେ ଜ୍ଞାନୀ ପରାମର୍ଶଦାତାଙ୍କ କଥା ଶୁଣନ୍ତୁ ଯେଉଁମାନେ ତାଙ୍କ ମନ୍ଦ ଗତିବିଧିକୁ ନିୟନ୍ତ୍ରଣ କରିପାରିବେ ଏବଂ ରାବଣ ସୀତାଙ୍କୁ ରାମଙ୍କ ଆଶ୍ରମରୁ ଦୂରେଇ ରଖିବା ପାଇଁ ଏକ ସୁବର୍ଣ୍ଣ ହରିଣର ଛଦ୍ମବେଶ ଧାରଣ କରନ୍ତି। ମାରିଚା ଏକ ରାକ୍ଷସ ସେହି ରୂପ ଧାରଣ କରନ୍ତି
ଏବଂ ଆଶ୍ରୟସ୍ଥଳ ଚାରିପାଖରେ ବୁଲିବାକୁ ଆରମ୍ଭ କରନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସୀତାଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ସୀତା ହରିଣ ଦ୍ୱାରା ମନ୍ତ୍ରମୁଗ୍ଧ ହୁଅନ୍ତି। ଏହାର ପ୍ରକୃତ ପ୍ରକୃତି ବିଷୟରେ ଅଜ୍ଞ ଏବଂ ରାମ, ସୀତା ଏବଂ ଲକ୍ଷ୍ମଣ ସୁବର୍ଣ୍ଣ ଚିହ୍ନ ଥିବା ଏକ ସୁନ୍ଦର ହରିଣର ସମ୍ମୁଖୀନ ହୁଅନ୍ତି। ସୀତା ଏହାର ସୌନ୍ଦର୍ଯ୍ୟ ଦ୍ୱାରା ମନ୍ତ୍ରମୁଗ୍ଧ ହୁଅନ୍ତି ଏବଂ ରାମଙ୍କୁ ତାଙ୍କ ପାଇଁ ଏହାକୁ ଧରିବାକୁ କୁହନ୍ତି। ଲକ୍ଷ୍ମଣ ବିଶ୍ୱାସ କରନ୍ତି ଯେ ହରିଣଟି ରାକ୍ଷସଙ୍କ ଭ୍ରମ, କିନ୍ତୁ ରାମ ଏହାର ବିପଦ ବିଷୟରେ ନିଶ୍ଚିତ ହେବା ପରେ ଏହାକୁ ହତ୍ୟା କରିବାକୁ ନିଷ୍ପତ୍ତି ନିଅନ୍ତି। ଶିକାରୀ ଛଦ୍ମବେଶରେ ରାମ ହରିଣ ପରି ପୋଷାକ ପିନ୍ଧିଥିବା ମାରିଚାକୁ ଗୋଡ଼ାନ୍ତି। ଏକ ଦୀର୍ଘ ଏବଂ ଅଶାନ୍ତ ଅନୁସରଣ ପରେ ରାମ ମାରିଚାକୁ ଏକ ଶକ୍ତିଶାଳୀ ତୀରରେ ଗୁଳି ମାରି ହତ୍ୟା କରନ୍ତି। ତଥାପି ମାରିଚଙ୍କ ଶେଷ କ୍ରନ୍ଦନ ଶୁଣି ରାମ ଭୁଲରେ ବିଶ୍ୱାସ କରନ୍ତି ଯେ ସେ ସୀତାଙ୍କୁ ହତ୍ୟା କରିଛନ୍ତି। ସୀତା ଲକ୍ଷ୍ମଣଙ୍କୁ ଯାଇ ରାମଙ୍କୁ ଉଦ୍ଧାର କରିବା ପାଇଁ ରାଜି କରାନ୍ତି, କିନ୍ତୁ ସେ ମନା କରିଦିଅନ୍ତି, ଯାହାଫଳରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ସୃଷ୍ଟି ହୁଏ। ସୀତା ଲକ୍ଷ୍ମଣଙ୍କୁ ତାଙ୍କ ପ୍ରତି ଆସକ୍ତ ଏବଂ ରାମଙ୍କ ସୁରକ୍ଷାକୁ ବଳିଦାନ କରିବାକୁ ଇଚ୍ଛୁକ ବୋଲି ଅଭିଯୋଗ କରନ୍ତି। ଲକ୍ଷ୍ମଣ ତାଙ୍କୁ ଆଶ୍ୱସ୍ତ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସୀତା ଅଧିକରୁ ଅଧିକ ଉତ୍ତେଜିତ ଜୀବନ ନେବାକୁ ବ୍ରାହ୍ମଣ ଛଦ୍ମବେଶରେ ରାବଣ ଜଙ୍ଗଲରେ ବୈଦେହୀ ସୀତାଙ୍କ ନିକଟକୁ ଯାଇ ତାଙ୍କ ସହିତ ଚାଲିଯିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରନ୍ତି। ବୈଦେହିକ ସେବକ ମୈଥିଳୀ ରାବଣଙ୍କୁ ଆତିଥ୍ୟ ପ୍ରଦାନ କରନ୍ତି। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଅଜ୍ଞ। ଏହି ସମୟରେ ସୀତା ଶିକାରରୁ ରାମଙ୍କ ପ୍ରତ୍ୟାନ ପାଇଁ ଚିନ୍ତିତ। ରାମଙ୍କ ପତ୍ନୀ ସୀତାଙ୍କୁ ରାବଣ ସମ୍ବୋଧନ କରନ୍ତି, ଯିଏ ନିଜକୁ ବ୍ରାହ୍ମଣ ଭାବରେ ଛଦ୍ମବେଶ ଧାରଣ କରନ୍ତି। ସୀତା ତାଙ୍କ ଅତୀତକୁ ବର୍ଣ୍ଣନା କରନ୍ତି, ଯେଉଁଥିରେ ତାଙ୍କ ସ୍ୱାମୀ ରାମଙ୍କୁ ସମ୍ମାନ କରନ୍ତି। ସୀତା ତାଙ୍କ ଅତୀତକୁ ଲଙ୍କାରେ ତାଙ୍କର ରାଣୀ ହେବାକୁ କହିଥିଲେ, କିନ୍ତୁ ସେ ରାମଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ଏବଂ ଭକ୍ତି ଦର୍ଶାଇ ମନା କରିଦେଇଥିଲେ। ରାବଣ ସୀତାଙ୍କ କଠୋର ଶବ୍ଦରେ କ୍ରୋଧିତ ହୋଇ ତାଙ୍କ ଶକ୍ତି ବିଷୟରେ ଗର୍ବ କରେ ଏବଂ ଯଦି ସେ ତାଙ୍କ ନିକଟରେ ଆତ୍ମସମର୍ପଣ ନ କରନ୍ତି ତେବେ ତାଙ୍କୁ ଭୟଙ୍କର ଡରିବାକୁ ହୀନ ଭୋଗିବାକୁ ତେବେ ଯଦି ସେ ତାଙ୍କ ସାବତ ଭାଇ କୁବେରଙ୍କୁ ବସି ଏବଂ ତାଙ୍କ ରଥପୁଷ୍ପକଙ୍କୁ ନେଇଯାଆନ୍ତି, ରାବଣ ସୀତାଙ୍କୁ କୁହନ୍ତି ଯେ ସେ ତାଙ୍କ ସହର ଲଙ୍କାରେ ସୁରକୁ ନିର୍ବାଚନ। ରାକ୍ଷସମାନଙ୍କର ଶକ୍ତିଶାଳୀ ରାଜା ରାବଣ ଭିକ୍ଷୁକ ଛଦ୍ମବେଶ ଧାରଣ କରି ସୀତାଙ୍କ ନିକଟକୁ ଯାଏ। ସେନ୍ତର୍ତ୍ତକ ବିତ୍ୱାକ୍ରମ ବିଷୟରେ ଗର୍ବ କରି ତାଙ୍କର ପ୍ରକୃତ ରୂପ ପ୍ରକାଶ କରନ୍ତି। ସେ ସୀତାଙ୍କୁ ଅପହରଣ କରନ୍ତି, ତାଙ୍କୁ ଗୋଟିଏ ହାତରେ କେଶ ଧରି ଏବଂ ଅନ୍ୟ ହାତରେ ତାଙ୍କ ଜଙ୍ଘକୁ ଧରି ତାଙ୍କ ସୁବର୍ଣ୍ଣ ରଥରେ ଖସିବା। ଜଟାଜୁ, ଜଣେ ପ୍ରାଚୀନ ଗିଦ୍ଧ ରାଜା, ରାବଣଙ୍କୁ ସୀତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିବା ଦେଖି ଜାଗ୍ରତ ହୁଅନ୍ତି। ସେ ରାବଣଙ୍କୁ ତାଙ୍କ ଦୁଷ୍ଟ ଉଦ୍ଦେଶ୍ୟ ପାଇଁ ଗାଳି କରନ୍ତି ଏବଂ ତାଙ୍କୁ ଚେତାବନୀ ଦିଅନ୍ତି ଯେ ରାମ ତାଙ୍କୁ ବୃତ୍ରାସୁରଙ୍କ ପରି ବିନାଶ କରିବେ। ଜଟାଜୁ ସୀତାଙ୍କୁ ରକ୍ଷା କରିବାକୁ ଶପଥ କରନ୍ତି ଏବଂ ରାବଣଙ୍କ ସହ ଲଢ଼ିବା ପାଇଁ ପ୍ରସ୍ତାବ ଦିଅନ୍ତି, କିନ୍ତୁ ଯଦି 10 ଗଳ ବିଶିଷ୍ଟ ରାକ୍ଷସ ରାବଣ ଶାଗୁଣା ରାଜା ଜଟାଜୁଙ୍କ ସହ ଯୁଦ୍ଧ କରନ୍ତି। ଆହତ ହେବା ସତ୍ତ୍ୱେ ଜଟାଜୁ ରାବଣଙ୍କ ତୀରକୁ ପ୍ରତିରୋଧ କରନ୍ତି ଏବଂ ତାଙ୍କ ରଥ, ଘୋଡ଼ା ଏବଂ ସାରଥୀ ଉପରେ ଆକ୍ରମଣ କରନ୍ତି। ଶେଷରେ ରାବଣ ତାଙ୍କ ଧନୁ ଛଡ଼ାଇ ନିଅନ୍ତି ଏବଂ ଜଟାଜୁଙ୍କ ଡେଣା, ଗୋଡ଼ ଏବଂ ପାର୍ଶ୍ୱକୁ ତାଙ୍କ ଛୁରୀରେ କାଟି ଦିଅନ୍ତି। ସୀତା ପତିତ ରାବଣ ସୀତାଙ୍କୁ ଧରିନିଏ, ଯାହାଦ୍ୱାରା ପ୍ରାକୃତିକ ଜଗତରେ ଅଶାନ୍ତି ସୃଷ୍ଟି ହୁଏ। ଆକାଶ ଅନ୍ଧାର ହୋଇଯାଏ, ସୂର୍ଯ୍ୟ ଅନ୍ଧାର ହୋଇଯାଏ ଏବଂ ପ୍ରାଣୀମାନେ ତାଙ୍କ ବିଦାଜକୁ ନେଇ
ଦୁଃଖ ପ୍ରକାଶ କରନ୍ତି। ରାମଙ୍କ ସହ ହୋଇ ଯାଆନ୍ତି, କିନ୍ତୁ ଶାଗୁଣାଙ୍କ ରାଜା ନୀରବ ରୁହନ୍ତି। ସୀତାଙ୍କୁ ବହୁତ ଶକ୍ତି ଏବଂ ବେଗରେ ଆକାଶକୁ ନେଇଯାଆନ୍ତି। ରାବଣ ସୀତାଙ୍କୁ ନେଇ ଯାଉଥିବା ବେଳେ ଜନକଙ୍କ ଝିଅ ମୈଥିଳୀ ଭୟଭୀତ ହୋଇଯାଆନ୍ତି। ସୀତା ରାବଣଙ୍କୁ ତାଙ୍କ ସ୍ୱାମୀ ଅନୁପସ୍ଥିତ ଥିବା ବିତରଣ ହୋଇଯାଆନ୍ତି। ସୀତାଙ୍କର ଆସନ୍ନ ବିପର୍ଯ୍ୟୟ ଏବଂ ତାଙ୍କ ଅପହରଣ ଅନୁପସ୍ଥିତ ଥିବା ବେଳେ ତାଙ୍କୁ ଅପହରଣ କରି ରାଘବଙ୍କ ବିଷୟଯତରେ ତାଙ୍କୁ ପରିହାସ କରନ୍ତି। ରାବଣ ସୀତାଙ୍କୁ ନେଇଯାଇଥିଲେ, ତାଙ୍କୁ ଅପମାନିତ କରିଥିଲେ ଏବଂ ଦୁଃଖିତ ସମୁଦ୍ରକୁ ଛାଡ଼ି ଚାଲି ଯାଇଥିଲେ। ଲଙ୍କାକୁ ପ୍ରବେଶ କରିଥିଲେ ଏବଂ ଦୁଃଖିତ ସମୁଦ୍ରକୁ ଛାଡ଼ି ଚାଲି ଯାଇଥିଲେ। ଲଙ୍କାକୁ ପ୍ରବେଶ କରି ସେ ତାଙ୍କ ଆବଶ୍ୟକତା ଏବଂ ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାପରେ ସେ ଶ୍ରୀଲଙ୍କାର ରାବଣ ସୀତାଙ୍କୁ ନିଜର ଚମତ୍କାର ପ୍ରାସାଦ ଦେଖାଇ ଏବଂ ନିଜର ଶକ୍ତି ବିଷୟରେ ଗର୍ବ କରି ଜିତିବାକୁ ଚେଷ୍ଟା କରନ୍ତି। ସେ ତାଙ୍କୁ ତାଙ୍କ ପତ୍ନୀ ଭାବରେ ବିଳାସପୂର୍ଣ୍ଣ ଜୀବନ ପ୍ରଦାନ କରନ୍ତି, କିନ୍ତୁ ସୀତା ଦୁଃଖିତ ଏବଂ ତାଙ୍କ ଅଗ୍ରଗତିକୁ ପ୍ରତିରୋଧ କରନ୍ତି। ରାବଣଙ୍କ ଶବ୍ଦଗୁଡ଼ିକ ଏଠାରେ ସହଜ ଶବ୍ଦର ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ରାବଣ ବୈଦେହୀ ସୀତାଙ୍କୁ ସମର୍ପଣ କରିବା ପାଇଁ ଧମକ ଦେବାକୁ ଚେଷ୍ଟା କରନ୍ତି, କିନ୍ତୁ ସେ ଅବମାନନା କରନ୍ତି। ସେ ରାବଣଙ୍କୁ କୁହନ୍ତି ଯେ ରାମ ତାଙ୍କୁ ଏବଂ ତାଙ୍କ ରାକ୍ଷସମାନଙ୍କୁ ପରାସ୍ତ କରିବେ ଏବଂ ସେ ଦେବତାମାନଙ୍କ ଦ୍ୱାରା ଅଭିଶାପ ପାଇଛନ୍ତି। ରାବଣ କ୍ରୋଧିତ ହୁଅନ୍ତି ଏକ ବଡ଼ରେ ସୁରକ୍ଷିତ ରଖିବା ପାଇଁ ରାମ ସୀତାକୁ ଲଙ୍କାରୁ ଉଦ୍ଧାର କରିବାରେ ଅସମର୍ଥ ହୁଅନ୍ତି। ତେଣୁ ଇନ୍ଦ୍ର ନିଜକୁ ଏକ ସ୍ୱର୍ଗୀୟ ଭାବରେ ଛଦ୍ମବେଶ ଧାରଣ କରନ୍ତି ଏବଂ ଜଙ୍ଗଲରେ ତାଙ୍କୁ ପରିଦର୍ଶନ କରନ୍ତି। ସେ ତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତି ଏବଂ ରାମଙ୍କ ସୁରକ୍ଷା ବିଷୟରେ ତାଙ୍କୁ ଆଶ୍ୱାସନା ଦିଅନ୍ତି। ତାଙ୍କ ଦିବ୍ୟ ସଂକେତ ମାଧ୍ୟମରେ ତାଙ୍କୁ ଚିହ୍ନଟ କରିବା ପରେ ସୀତା ଦିଆଯାଇଥିବା ଖାଦ୍ୟ ରାମ ତାଙ୍କ ଚତୁଃପାର୍ଶ୍ୱରେ ଦେଖାଯାଉଥିବା ଶୃଗାଳ ଏବଂ ସଂକେତ ଦେଖି ଭୟଭୀତ ହୋଇ ଯୌନସ୍ଥାନକୁ ଫେରନ୍ତି। ସେ ଲକ୍ଷ୍ମଣ କରିଥିବା ଶୃଗାଳ ଏବଂ ସଂକେତ ଦେଖି ଭୟଭୀତ ହୋଇ ଯୌନସ୍ଥାନକୁ ଫେରନ୍ତି। ସେ ଲକ୍ଷ୍ମଣଙ୍କୁ ଜଙ୍ଗଲରେ ଏକୁଟିଆ ଛାଡ଼ି ଦେଇଥିଲେ। ରାମଙ୍କ ମନ ବିଚଳିତ ଏବଂ ସେ ତାଙ୍କୁ ଜୀବିତ ପାଇ ଭୟ କରନ୍ତି। ସେମାନେ ତାଙ୍କୁ ଜୀବିତ ପାଇବେ ନାହିଁ ବୋଲି ସୀତାଙ୍କ ସୁରକ୍ଷା ବିଷୟରେ ଚିନ୍ତିତ ରାମ ଲକ୍ଷ୍ମଣଙ୍କୁ ପଚାରନ୍ତି ଯେ ସେ ରାକ୍ଷସମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ନା ଗ୍ରାସ ହୋଇଛନ୍ତି। ସେ ସବୁଠାରୁ ଅଧିକ ଭୟ କରନ୍ତି ଏବଂ ଲକ୍ଷ୍ମଣଙ୍କ ସହ ଯୌନସ୍ଥାନକୁ ଧାଇଁଯାଆନ୍ତି। ସେମାନଙ୍କ ଆଶ୍ରୟସ୍ଥଳରେ ପହଞ୍ଚିବା ପରେ ରାମ ଏହାକୁ ଖାଲି ଦେଖି ଦୁଃଖରେ ଅଭିଭୂତ ହୁଅନ୍ତି ଏବଂ ସେହି ସ୍ଥାନରେ ସୀତାଙ୍କ ସହ ବିତାଇଥିବା ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ କ୍ରନ୍ଦନ ଶୁଣିବା ପରେ ତାଙ୍କୁ ପରିତ୍ୟାଗ କରିଥିବାରୁ ଭର୍ତ୍ସନା କରନ୍ତି। ଲକ୍ଷ୍ମଣ ବର୍ଣ୍ଣନା କରନ୍ତି ଯେ ସୀତା ଭୁଲ କରିଥିଲେ ଏବଂ ତାଙ୍କୁ ଛଦ୍ମବେଶରେ ରାକ୍ଷସ ବୋଲି ଅଭିଯୋଗ କରିଥିଲେ। ଲକ୍ଷ୍ମଣ ତାଙ୍କ ପତ୍ନୀଙ୍କ ପାର୍ଶ୍ୱରେ ଛିଡ଼ା ହୋଇନଥିବାରୁ ରାମ ନିରାଶ ହୋଇଥିଲେ, ଯଦିଓ ସେ ଜାଣିଥିଲେ ଯେ ସେ ତାଙ୍କୁ କ୍ଷତିକୁ ରକ୍ଷା କରିପାରିବେ। ରାମ ତାଙ୍କ ପତ୍ନୀ ସୀତାଙ୍କୁ ଖୋଜନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେମାନଙ୍କର ଝୁମ୍ପୁଡ଼ି ଖାଲି ଅଛି, ସେ ବିଭିନ୍ନ ପଶୁ ଏବଂ ଗଛମାନଙ୍କୁ ପ୍ରଶ୍ନ କରନ୍ତି ସେମାନେ ତାଙ୍କୁ ଦେଖିଛନ୍ତି କି ନାହିଁ। ତାଙ୍କ ସନ୍ଧାନ ଜାରି ରହିଥିବା ବେଳେ ରାମ ଅଧିକ ଉତ୍ତେଜିତ ଏବଂ ବିଚଳିତ ହୁଅନ୍ତି। ଶେଷରେ ତାଙ୍କ ଦୁଃଖରେ ପାଗଳ ହୋଇଯାଆନ୍ତି। ଜଙ୍ଗଲକୁ ବାଜାପୁଟ ଖରାପ ସନ୍ଧାନ କରିବା ସତ୍ତ୍ୱେ ସେ ରାମଦଣ୍ଡକ ଜଙ୍ଗଲରେ ତାଙ୍କ ପତ୍ନୀ ସୀତାଙ୍କୁ ଖୋଜନ୍ତି, କିନ୍ତୁ ତାଙ୍କୁ ଖୋଜିବାରେ ବିଫଳ ହୁଅନ୍ତି, ଯାହା ତୀବ୍ର ଦୁଃଖ ଏବଂ ବିଳାପ ସୃଷ୍ଟି କରେ। ତାଙ୍କ ଭାଇ ଲକ୍ଷ୍ମଣଙ୍କ ଉଦ୍ୟମରେ ବିଫଳ ହୁଅନ୍ତି, ଯାହା ତୀବ୍ର ଦୁଃଖ ଏବଂ ନିରାଶ ଦୂରେଇ ଯାଆନ୍ତି। ସେ ଲକ୍ଷ୍ମଣଙ୍କ ଦ୍ୱାରା ସାନ୍ତ୍ୱନା ପାଆନ୍ତି
किंतु सीताଙ୍କ अनुपस्थितिरे कांदुछंती। तांका बिना बंचिबार चिंता सहिबा राम दुखर सहित सीतांकु हराइबा पाई दुख प्रकाश सहित संदेह करंती जे तांकु राक्षस माने नहीं जाइछंती। से लक्ष्मण को अनुरोध करंती जे से सीता कोठारो अनुपस्थिति जणांतु, भरतंकु राजा भाबरे नियुक्त करंतु एवं सेमानंक मांक जत्न नियंतु। जेतेबेले सेतेबेले से सीतांक ठारू अलगा जंगल रावणंक द्वारा सीतांक अपहरण विषୟରେ जानिबा परे राम दुखरे अभिभूत हुअंती। से विश्वास करंती जे तांक अतीत गुड़िक तांक दुर्भाग्यर कारण होईछि तबं सीतांक बनमोदी हेउछि तांकर सर्वशेष जंत्रणा। लक्ष्मण तांकु सांत्वना देबाकु चेष्टा करंती, रामंकु तांक दुख परे जाग करिबाकु एवं शक्ति एवं दृढ़ संकल्प सहित सीतांकु खोज आद्य सनी जफी थारे लक्ष्मण कोजक नीलिक थारे बचको स्वरी दुखित राम लक्ष्मण को गोदावरी नदी रे अनुसंधान करिबाकु पठांती। जेतेबे लक्ष्मण खल थाई था एत दीधीर अखमण थाली रा करेबा थी जहा सुचिता करे जे सीता राखे संक द्वारा नहीं जाइछंदी। दामकर कोण आशीन ताकती ताकलने तित्वती रावण सीतांको धरी नेबा परे लक्ष्मण रामंक क्रोध को शांत करिबाको चेष्टा करंती। से जुक्ति करंती जणे व्यक्तिंको अपराध पाई विश्व को ध्वंस करिबा अजौक्तिक। एहा परिवर्ते सेमाने रावण को खोजिबाको परामर्श दियंती। लक्ष्मण रामंको तांको स्वाभाविक आत्मनियंत्रण एवं मेंजवडिस बजाय रखिबाको अनुरोध करी सीतांक लक्ष्मण रामंको सांत्वना देबाको चेष्टा करंती। जिए सीतांक ठारू अलगा हेबा परे दुख एवं दुखरे भाराक्रांत लक्ष्मण रामंको मने पकाई दियंती जे से राजांक भलकारी कारणरू एक महान वंशरे जन्म ग्रहण करितिले एवं एफ्रिकी स्वर्गीय जड़ प्राणी माने मज्जभाग्रप्सवार्ती से रामंकु अनुरोध करिबा पाई कार्यानुष्ठान ग्रहण करंतु। राम एवं लक्ष्मण राक्षस मानक द्वारा परिपूर्ण जनस्थान रे सीतांकु खोजंती। सेमाने सीतांकु उद्धार करिबाकु चेष्टा करुथिबा बेले रावणंक द्वारा निहत होइथिबा पक्षीदा राजा जटाजुंकु सामना करंती। जटाजु प्रकाश करंती जे से रावणंकु सीतांकु अपहरण करिथिबार देखितेले एवं सेमानंक संघर्षर प्रमाण प्रदान करती। दुखरे सीतांकु उद्धार करिबाकु चेष्टा करुथिबा बेले रावणक द्वारा निहत होइथिबा जटाजु नामक एक सागुणांक मृत्युरे राम शोक प्रकाश करुछंती। राम जटाजुंक शरीर को दाह करिछंती एवं तांकु एक उच्चतर स्थिति हासिल करिबारे सहाय्य करिबा पाई रीतिनीति पालन करिछंती। से विश्वास करंती जे जटाजुंक बलिदान रघु राजवंशर दुई भाई राम एवं लक्ष्मण सीतांको खोजुथिबा समजरे क्राउंचा नामक एक घन जंगल को जाती। से माने विभिन्न बाधा विघ्नर सम्मुखी नामक जने राक्षसी जहांक नाक एवं कान कटिजिबा परे लक्ष्मण तांकु ग्रास करि दियंती। तापरे भाई माने विशाल बाहु थिबा एक मुंडहीन राक्षस को भेटी थांती जी सेमानंको धरिबा राम एवं लक्ष्मण राक्षस काबंधांको सामना करंती। जी गर्व करंती जे गर्व करते सेमानकु ग्रास करिबे। भाई माने तांको हज्जा करिबाते सेमाने काबा काटी अक्षम करिबाकु निष्पत्ति नियंती कारण योद्धा माने निजको रक्षा करिबारे असमर्थ लोकंकु हज्जा करिबा उचित नुहे। दानु जणे राक्षस एक कुत्सित प्राणी भाबरे जंगलरे बुलिबाकु अभिशाप पाइछंती। से रामंक द्वारा जଳି जाती। से रामंकु तांको दाह करिबाकु कुहंती एवं सीतांक अपहरण विषୟରେ परवर्ती रूपरे सूचना प्रकाश करिबाकु प्रतिश्रुति दियंती।
ଦାନୁଦାବି କରିଛନ୍ତି ଯେ କେବଳ ରାମ ତାଙ୍କୁ ହତ୍ୟା କରିବା ପରେ ସେ ରାମଙ୍କୁ ମୂଲ୍ୟବାନ କାବନ୍ଧାଙ୍କ ଶବ ଦାହ ପରେ ରାକ୍ଷସ ରାମଙ୍କୁ ତାଙ୍କ ଭାଇ ବାଲିଙ୍କ ଦ୍ୱାରା ନିର୍ବାସିତ ଏକ ଶକ୍ତିଶାଳୀ ମାଙ୍କଡ଼ ସୁଗ୍ରୀବଙ୍କ ସହ ବନ୍ଧୁତା କରିବାକୁ ପରାମର୍ଶ ଦିଅନ୍ତି। ସୁଗ୍ରୀବଙ୍କ ସାହାଯ୍ୟତାରେ ରାମ ସୀତାଙ୍କୁ ପାଇପାରିବେ ଏବଂ ସେମାନେ ଏକାଠି ରାବଣଙ୍କ ବାସସ୍ଥାନରେ ତାଙ୍କୁ ଖୋଜିବେ ଏବଂ ସେମାନଙ୍କ ପଥରେ ଥିବା ସମସ୍ତ ରାକ୍ଷସଙ୍କୁ ହତ୍ୟା କରିବେ। କାବନ୍ଧା ମାତଙ୍ଗା ଜଙ୍ଗଲ ମଝିରେ ଦେଇ ରାମ ଏବଂ ଲକ୍ଷ୍ମଣଙ୍କୁ ମାର୍ଗଦର୍ଶନ କରି ବିଭିନ୍ନ ବୃକ୍ଷ ଫଳ ଏବଂ ପ୍ରାଣୀମାନଙ୍କ ବିଷୟ ଯାଇଥାନ୍ତି ଯେଉଁମାନଙ୍କ ସହିତ ସେମାନେ ମୁହାଁମୁହିଁ ହେବେ। ସେମାନେ ପମ୍ପା ହ୍ରଦରେ ପହଞ୍ଚିବେ ଯେଉଁଠାରେ ସେମାନେ ଖାଦ୍ୟ ଏବଂ ପାନୀୟ ଜଳ ପାଇଁ ଶିକାର କରିପାରେ। କାବନ୍ଧା ଏହା ମଧ୍ୟପ୍ରକାଶ ଗୁମ୍ଫାରେ ରୁହନ୍ତି କପ୍ମାମକ ରାମ ଏବଂ ଲକ୍ଷ୍ମଣ ପମ୍ପା ହ୍ରଦକୁ ଯାତ୍ରା କରନ୍ତି ଏବଂ ସେମାନଙ୍କୁ ଅପେକ୍ଷା କରିଥିବା ଜଣେ ମହିଳା ସନ୍ନ୍ୟାସୀ ସାବରୀଙ୍କୁ ମାତିଥାନ୍ତି ଏବଂ ସେମାନଙ୍କୁ ଅପେକ୍ଷା କରିଥିବା ଜଣେ ମହିଳା ସନ୍ନ୍ୟାସୀ ସାବରୀଙ୍କୁ ମାତିଥାନ୍ତି। ସେ ସେମାନଙ୍କୁ ଅତିଥି ଏବଂ ତପସ୍ୟା ପ୍ରଜା ବିଷୟ ଯୋଡ଼େ ପ୍ରେଶ୍ୱରୀ ତାଙ୍କ ଯାଦୁକରୀ ଜଙ୍ଗଲ ଦେଖାଇ ଉତ୍ତର ଦିଅନ୍ତି ସରେ ତାଙ୍କ ଗୁରୁମାନେ ବଳିଦାନ କରୁଥି। ରାମ ଏବଂ ଲକ୍ଷ୍ମଣ ସୁନ୍ଦର ବଗିଚା ଦ୍ୱାରା ଘେରି ରହିଥିବା ଏବଂ ବିଭିନ୍ନ ପକ୍ଷୀ ଏବଂ ପଶୁମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏକ ମନୋରମ ହ୍ରଦ ପମ୍ପାରେ ପହଞ୍ଚନ୍ତି। ରାମପ୍ରଦରେ ସ୍ନାନ କରନ୍ତି ଏବଂ ଗାଧୋଇଥାନ୍ତି କିନ୍ତୁ ତଥାପି ସୀତାଙ୍କୁ ହରାଇବା ପାଇଁ ଦୁଃଖରେ ନିମଗ୍ନ ହୁଅନ୍ତି। ସେ ନିକଟବର୍ତ୍ତୀ ଋଷ୍ୟମୁଖ ପର୍ବତରେ ରହୁଥିବା ସୁଗ୍ରୀବଙ୍କୁ ଭେଟିବାକୁ ଚାହାନ୍ତି। କିଷ୍କିନ୍ଧା କାଣ୍ଡମ୍ ସୀତାଙ୍କ ଅନୁପସ୍ଥିତିରେ ଦୁଃଖ ପ୍ରକାଶ କରି ରାମ ପମ୍ପା ହ୍ରଦର ସୌନ୍ଦର୍ଯ୍ୟ ଦ୍ୱାରା ଅଭିଭୂତ ହୁଅନ୍ତି ଯାହା ତାଙ୍କ ପ୍ରତି ତାଙ୍କର ଉତ୍କଣ୍ଠା ବୃଦ୍ଧି କରେ। ସେ ପ୍ରାକୃତିକ ଦୃଶ୍ୟକୁ ଅଯୋବଧା କରନ୍ତି ଯାହା ତାଙ୍କ ପ୍ରତି ତାଙ୍କର ଉପସ୍ଥିତି ବିନା ତାଙ୍କ ହୃଦୟରେ କିପରି ଯନ୍ତ୍ରଣା ହୁଏ। ଲକ୍ଷ୍ମଣ ତାଙ୍କୁ ସାନ୍ତ୍ୱନା ଦେବାକୁ ତିରିଗିରି ଶାନ୍ତୁଦି ଜାନ୍ଧେକଦାରୀ ମାଙ୍କଡ଼ମାନଙ୍କର ରାଜା ସୁଗ୍ରୀବ ରାମ ଏବଂ ଲକ୍ଷ୍ମଣଙ୍କ ଆଗମନରେ ଭୟଭୀତ ହୁଅନ୍ତି ଯାହାଙ୍କୁ ସେ ବିଶ୍ୱାସ କରନ୍ତି ତାଙ୍କ ଭାଇ ବାଲି ତାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପଠାଇଛନ୍ତି। ହନୁମାନ ସୁଗ୍ରୀବଙ୍କୁ ଆଶ୍ୱାସନା ଦିଅନ୍ତି ଯେ ମାଲଜଳ ପର୍ବତରେ ବାଲିର କୌଣସି ଭଜନ ନାହିଁ ଏବଂ ସୁଗ୍ରୀବ ହନୁମାନଙ୍କୁ ସେମାନଙ୍କ ଉଦ୍ଦେଶ୍ୟ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ମିତଯାଅ। ହନୁମାନ ଏକ ଭିକ୍ଷୁକ ଛଦ୍ମବେଶରେ ରାମ ଏବଂ ଲକ୍ଷ୍ମଣଙ୍କ ନିକଟକୁ ଯାଇ ସେମାନଙ୍କ ଗୁଣ ଏବଂ ସୌନ୍ଦର୍ଯ୍ୟକୁ ପ୍ରଶଂସା କରନ୍ତି। ସେ ସୁଗ୍ରୀବଙ୍କ ପରାମର୍ଶଦାତା ଭାବରେ ନିଜର ପରିଚୟ ପ୍ରକାଶ କରନ୍ତି ଏବଂ ତାଙ୍କ ପ୍ରଭୁଙ୍କ ତରଫରୁ ବନ୍ଧୁତ୍ୱକୁ ନିମନ୍ତ୍ରଣ କରନ୍ତି। ହନୁମାନଙ୍କ ବକ୍ତବ୍ୟ ଦ୍ୱାରା ପ୍ରଭାବିତ ହୋଇ ରାମ ତାଙ୍କୁ ଉତ୍ସାହର ସହିତ ହନୁମାନ ଏକ ମାଙ୍କଡ଼ ନେତା ରାମଙ୍କୁ ଭେଟନ୍ତି ଏବଂ ତାଙ୍କର ନିର୍ବାସନ ବିଷୟରେ ଜାଣିବାକୁ ପାଆନ୍ତି। ସେ ମାଙ୍କଡ଼ ରାଜା ସୁଗ୍ରୀବଙ୍କୁ ରାମଙ୍କ ପରିସ୍ଥିତି ବିଷୟରେ ସୂଚନା ଦିଅନ୍ତି। ହନୁମାନ ରାମଙ୍କୁ ଆଶ୍ୱାସନା ଦିଅନ୍ତି ଯେ ସୁଗ୍ରୀବ ତାଙ୍କୁ ସୀତାଙ୍କୁ ଖୋଜିବାରେ ସାହାଯ୍ୟ କରିବେ ଯାହାକୁ ରାକ୍ଷସ ନେଇଯାଇଥିଲେ। ହନୁମାନ ରାଜା ସୁଗ୍ରୀବଙ୍କୁ ରାମଙ୍କ ଆଗମନ ଏବଂ ତାଙ୍କ ପ୍ରକୃତ ସ୍ୱଭାବ ବିଷୟରେ ସୂଚନା ଦିଅନ୍ତି। ସୁଗ୍ରୀବ ରାମଙ୍କ ସହ ବନ୍ଧୁତ୍ୱର ବନ୍ଧନ ସୃଷ୍ଟି କରନ୍ତି ଏବଂ ସେମାନେ ଏକ ପବିତ୍ର ଅଗ୍ନି ଚାରିପାଖରେ ଏକ ରୀତିନୀତି ସହିତ ସେମାନଙ୍କର ଚୁକ୍ତିନାମା ସ୍ୱାକ୍ଷର କରନ୍ତି। ସୁଗ୍ରୀବ ତାଙ୍କ ଭାଇ ବାଲିଙ୍କ ଦ୍ୱାରା ନିର୍ଯାତିତ ବର୍ଣ୍ଣନା କରନ୍ତି ଏବଂ ସୁଗ୍ରୀବ ରାମଙ୍କୁ କୁହନ୍ତି ଯେ ସେ ସୀତାଙ୍କୁ ଏକ ରକ୍ଷା ଦ୍ୱାରା ନିଆଯାଇଥିବା ଦେଖିଥିଲେ ଯିଏ ଜଟାୟୁଙ୍କୁ ହତ୍ୟା କରିଥିଲେ ଏବଂ ସେ ପଳାୟନ କରିବା ପୂର୍ବରୁ ନିଜର ସ୍କାର୍ଫ ଏବଂ ଅଳଙ୍କାର ପକାଇ ଦେଇଥିଲେ। ସୁଗ୍ରୀବ ରାମଙ୍କ ପାଇଁ
ଏହି ଜିନିଷଗୁଡ଼ିକୁ ଉଦ୍ଧାର କରନ୍ତି, ଯିଏ ସେଗୁଡ଼ିକୁ ଦେଖି ଅତ୍ୟଧିକ ଖୁସି ହୁଅନ୍ତି କିନ୍ତୁ ଦୁଃଖରେ ମଧ୍ୟ ଅଭିଭୂତ ହୁଅନ୍ତି। ସୁଗ୍ରୀବ ରାମଙ୍କୁ ସାନ୍ତ୍ୱନା ଦିଅନ୍ତି ଯେତେବେଳେ ସେ ସୀତାଙ୍କଠାରୁ ଅଲଗା ହେବା ବିଷୟରେ ଦୁଃଖରେ ଭାରାକ୍ରାନ୍ତ ହୁଅନ୍ତି। ସୁଗ୍ରୀବ ରାମଙ୍କୁ ରାବଣଙ୍କୁ ପରାସ୍ତ କରିବାରେ ଏବଂ ସୀତାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦିଅନ୍ତି, ତାଙ୍କୁ ସାହସ ଏବଂ ଧୈର୍ଯ୍ୟ ବଜାୟ ରଖିବାକୁ ଅନୁରୋଧ କରନ୍ତି। ସୁଗ୍ରୀବଙ୍କ ସମ୍ବାଦରେ ଆଲିଙ୍କ ବନ୍ଧୁ ଭାବରେ ଆଲିଙ୍ଗନ କରନ୍ତି। ଏଠାରେ ସକ୍ସା ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ସୁଗ୍ରୀବ ନାମକ ଏକ ମାଙ୍କଡ଼ ରାଜା ତାଙ୍କ ଭାଇ ବାଲିଙ୍କ ଦ୍ୱାରା ଅପମାନିତ ହେବା ପରେ ରାମଙ୍କ ସାହାଯ୍ୟ ଲୋଡ଼ିଥିଲେ। ରାମ ବାଲିକୁ ହତ୍ୟା କରିବା ଏବଂ ସୁଗ୍ରୀବଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସୁଗ୍ରୀବ ବର୍ଣ୍ଣନା କରିଥିଲେ ଯେ କିପରି ତାଙ୍କୁ ଅଞ୍ଜାଳ ଭାବରେ ବଜା ଭାବରେ ଏବଂ ବନ୍ଦୀ କରାଇଥିଲା। ସୁଗ୍ରୀବଙ୍କ ବଡ଼ ଭାଇ ବାଲିଙ୍କୁ ମାଜାବୀ ଦ୍ୱାରା ଏକ ଦ୍ୱନ୍ଦ୍ୱ ଯୁଦ୍ଧ ପାଇଁ ଆହ୍ୱାନ କରାଯାଇଥିଲା ଏବଂ ତାଙ୍କ ସହ ଲଢ଼ିବା ପାଇଁ ଦୌଡ଼ି ଆସିଥିଲେ। ସୁଗ୍ରୀବ ତାଙ୍କ ପଛେ ପଛେ ଯାଇଥିଲେ କିନ୍ତୁ ମାଜାବୀ ଏକ ଗୁମ୍ଫା ଭିତରେ ସାଧିଥିଲେ। ଏହି ତେଷକ ଗୁମ୍ଫାରୁ ରକ୍ତ ଏବଂ ଗର୍ଜନ ଦେଖି ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ବାଲିଙ୍କୁ ହତ୍ୟା କରିଥିଲେ। ସୁଗ୍ରୀବ ମାଙ୍କଡ଼ ରାଜା ରାମଙ୍କୁ ତାଙ୍କ କାହାଣୀ ବର୍ଣ୍ଣନା କରନ୍ତି। ତାଙ୍କୁ ତାଙ୍କ ଭାଇ ବାଲି ନିର୍ବାସିତ କରିଥିଲେ, ଯିଏ ତାଙ୍କୁ ଅଞ୍ଜାଯାଚ କରିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ନେଇଯାଇଥିଲେ। ସୁଗ୍ରୀବ ରାମଙ୍କ ସାହାଯ୍ୟ ମାଗିଥିଲେ, ପ୍ରତିଶ୍ରୁତି ଦେଇଥିଲେ ଯେ ଯେପର୍ଯ୍ୟନ୍ତ ସେ ବାଲିକୁ ଦଣ୍ଡିତ ଦେଖିଛନ୍ତି ସେ ନିର୍ବାସନରେ ବଞ୍ଚିବେ। ରାମ ସାହାଯ୍ୟ ସୁଗ୍ରୀବ ରାମଙ୍କୁ ବାଲିର ଅବିଶ୍ୱସନୀୟ ଶକ୍ତି ଏବଂ ପରାକ୍ରମ ବିଷୟରେ କୁହନ୍ତି, ଯେଉଁଥିରେ ସମୁଦ୍ରକୁ ଅତିକ୍ରମ କରିବେ ଏବଂ ସହଜରେ କୁହନ୍ତି ଯେଉଁଥିରେ ସମୁଦ୍ରକୁ ଅତିକ୍ରମ କରିବା ଏବଂ ସହଜରେ ଏକ ଯୁଦ୍ଧ ବିଷୟରେ ବର୍ଣ୍ଣନା କରନ୍ତି, ଯେଉଁଠାରେ ବାଲି ଶେଷରେ ତାଙ୍କୁ ହତ୍ୟା କରନ୍ତି। ରାମଙ୍କ ଏଠାରେ ତଖରେ ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାମ, ସୁଗ୍ରୀବ ଏବଂ ଲକ୍ଷ୍ମଣଙ୍କ ସହିତ ବାଲି ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ତଥାପି ସେମାନଙ୍କ ସହଦିକୁ ରାମ ତାଙ୍କ ସହଯୋଗୀଙ୍କୁ ହତ୍ୟା କରିବାକୁ ବିଧା କରନ୍ତି। ସୁଗ୍ରୀବ ପଳାୟନ କରନ୍ତି କିନ୍ତୁ ପରେ ରାମଙ୍କ ସୁରକ୍ଷା ରାମ, ସୁଗ୍ରୀବ ଏବଂ ସେମାନଙ୍କ ଅନୁଗାମୀମାନେ ବାଲିଙ୍କ ଦ୍ୱାରା ପରିଚାଳିତ କିସ୍କିନ୍ଧା ଦୁର୍ଗକୁ ଯାତ୍ରା କରିଥିଲେ। ବାଟରେ ସେମାନେ ଭିନ୍ନ ପ୍ରାଣୀ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟର ସମ୍ମୁଖୀନ ହୋଇଥିଲେ। ରାମ ବୃକ୍ଷ ଏବଂ ବଗିଚାରେ ପରିପୂର୍ଣ୍ଣ ଏକ ଜଙ୍ଗଲ ବିଷୟରେ କୌତୂହଳ ପ୍ରକାଶ କରିଥିଲେ, ଯାହା ସୁଗ୍ରୀବ ବର୍ଣ୍ଣନା କରିଥିଲେ ଯେ 7 ଜଣ ସାଧୁ ଋଷି ବାସ କରୁଥିବା। ରାମ ଏବଂ ସୁଗ୍ରୀବ କିସ୍କିନ୍ଧାରେ ବାଲି ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ସୁଗ୍ରୀବ କ୍ରୋଧିତ ହୋଇ ବାଲିକୁ ଯୁଦ୍ଧ କରିବାକୁ ନିମନ୍ତ୍ରଣ କରନ୍ତି। ଯେତେବେଳେ ରାମ ତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ସେ ଗୋଟିଏ ତୀରରେ ବାଲିକୁ ଧ୍ୱଂସ କରିବେ, ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ, ସୁଗ୍ରୀବ ସହରରୁ ବାଲିକୁ ଡାକିବା ପାଇଁ ଏକ ଜୋର ଗର୍ଜନ କରନ୍ତି। ଆଖପାଖର ରାଜା ବାଲି ସୁଗ୍ରୀବଙ୍କ ହଙ୍ଗାମା ଶୁଣି ତାଙ୍କ ସହିତ ମୁକାବିଲା କରିବାକୁ ଧାଇଁଯାଆନ୍ତି। ପାରେ ଫୋଡ଼ କରି ତାରା ଅଯୋଧ୍ୟାର ଶକ୍ତିଶାଳୀ ରାଜକୁମାର ରାମ ଏବଂ ଲକ୍ଷ୍ମଣଙ୍କ ସମେତ ଅନ୍ୟମାନଙ୍କ ସହଯୋଦ୍ଧାଙ୍କ ଭାଇଙ୍କ ସହ ଯୁଦ୍ଧରେ ଲିପ୍ତ ନ ହେବାକୁ ତାଙ୍କୁ ଚେତାବନୀ ଦିଅନ୍ତି। ସେ ବାଲିଙ୍କୁ ସୁଗ୍ରୀବଙ୍କ ସହ ଆପୋଷ ବୁଝାମଣା କରିବାକୁ ମାଙ୍କଡ଼ମାନଙ୍କର ରାଜା ବାଲି ଏବଂ ତାଙ୍କ ଭାଇ ସୁଗ୍ରୀବ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି। ବାଲି ପ୍ରଥମେ ବିଜୟୀ ହୁଅନ୍ତି କିନ୍ତୁ ଶେଷରେ ରାମଙ୍କ ତୀରରେ ପଡ଼ିଯାଆନ୍ତି।
ସୁଗ୍ରୀବ ଏକ ଶାଲା ଗଛରେ ଆଘାତ କରିବା ପରେ ଗୁଳି ମାରିଥିଲେ। ରାମ ବାଲିକୁ ହତ୍ୟା କରୁଥିବା ବେଳେ ସୁଗ୍ରୀବ ଆହତ ହୋଇ ପଛକୁ ହଟିଥିଲେ। ଏହି ବର୍ଣ୍ଣନାରେ ତୀବ୍ର ସଂଘର୍ଷ ଏବଂ ରାମଙ୍କ ବାଲି ମାଙ୍କଡ଼ ରାଜା ରାମଙ୍କ ତୀର ଦ୍ୱାରା ମାରାତ୍ମକ ଭାବରେ ଆହତ ହୋଇଛନ୍ତି ଏବଂ ଭୂମିରେ ଶୋଇଛନ୍ତି। ଆହତ ହେବା ସତ୍ତ୍ୱେ ସେ ଗର୍ବିତ ରୁହନ୍ତି ଏବଂ ରାମଙ୍କ ଭୁଲ କାର୍ଯ୍ୟର ଅଭିଯୋଗର ନିଜକୁ ବିରୋଧରେ ବାଲି ରାମଙ୍କୁ ଆବେଗପ୍ରବଣ ଭାବରେ କାର୍ଯ୍ୟ କରୁଥିବା ଏବଂ କରୁଣା ପରି ରାଜକୀୟ କୋଡ଼ର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି। ରାମ ବାଲିକୁ ସମ୍ବୋଧିତ କରନ୍ତି ଜଣେ ଆହତ ଏବଂ ବୁଦ୍ଧିହୀନ ମାଙ୍କଡ଼ ରାଜା ତାଙ୍କର ଅନୈତିକ ଆଚରଣ ପାଇଁ ତାଙ୍କୁ ଗାଳି କରନ୍ତି, ବିଶେଷ କରି ତାଙ୍କ ଭାଇଙ୍କ ପତ୍ନୀ ରୁମାଙ୍କୁ ଅପମାନିତ କରିବା ପାଇଁ। ବାଲି ତାଙ୍କ ଭୁଲଗୁଡ଼ିକୁ ହୃଦୟଙ୍ଗମ କରି କ୍ଷମା ମାଗନ୍ତି ଏବଂ ରାମଙ୍କ ଦ୍ୱାରା ସାନ୍ତ୍ୱନା ପାଆନ୍ତି, ଯିଏ ବାଲିର ଭାଇ ସୁଗ୍ରୀବଙ୍କ ଅପବାଦକୁ ବଢ଼ାଇବାକୁ ପ୍ରତିଶ୍ରୁତ। ବାଲି ମାଙ୍କଡ଼ ରାଜା ରାମଙ୍କ ତୀର ଦ୍ୱାରା ନିହତ ହୁଅନ୍ତି। ତାଙ୍କ ପତ୍ନୀ ତାରା ବିଚଳିତ ହୋଇ ନିକଟକୁ ପହଞ୍ଚନ୍ତି, କିନ୍ତୁ ମାଙ୍କଡ଼ମାନେ ତାଙ୍କୁ ସାନ୍ତ୍ୱନା ଦିଅନ୍ତି, ଯେଉଁ ମୃତଦେହ ଯେଉଁ ନିଜେ ବାଲିକୁ ନେଇଛି ରାମ ନୁହେଁ। ସେମାନଙ୍କର ଶବ୍ଦ ସତ୍ତ୍ୱେ ତାରା ଦୁଃଖରେ ଅଭିଭୂତ ହୁଏ ଏବଂ ଶେଷରେ ବାଲିଙ୍କ ପତ୍ନୀ ତାରା ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରନ୍ତି ଏବଂ ତାଙ୍କୁ ଦୁଃଖିତ କରନ୍ତି, ପଚାରୁଛନ୍ତି ଯେ ମୃତ୍ୟୁ ପୂର୍ବରୁ ସେ କାହିଁକି ତାଙ୍କୁ ସ୍ୱାଗତ କଲେ ନାହିଁ। ସେ ଦୁଃଖିତ ଯେ ସେ ବର୍ତ୍ତମାନ ଏକୁଟିଆ ଅଛନ୍ତି ଏବଂ ସେମାନଙ୍କ ପୁଅ ଅଙ୍ଗାର ଯତ୍ନ ନେବାକୁ ପଡ଼ିବା। ଅଞ୍ଚଳ ମହିଳା ମାଙ୍କଡ଼ମାନେ ଶୋକରେ ଯୋଗ ଭିକ୍ଷା କରନ୍ତି। ତାପରେ ତାରା ଭୂଭିକ୍ଷା। ବାଲିର ମୃତ୍ୟୁ ପରେ ହନୁମାନ ତାରାଙ୍କୁ ସାନ୍ତ୍ୱନା ଦେଇ ପରାମର୍ଶ ଦେଇଥିଲେ ଯେ ପଶୁମାନଙ୍କର ସୁଖ ଏବଂ ଦୁଃଖ ସେମାନଙ୍କ ଅତୀତର ପରିଣାମ ହୋଇଥିବାରୁ ଶୋକ କରନ୍ତୁ ନାହିଁ। ସେ ପରାମର୍ଶ ଦେଇଥିଲେ ଯେ ସେ ଅଙ୍ଗାଦଙ୍କ କଲ୍ୟାଣ ଉପରେ ଧୈର୍ଯ୍ୟ ଦିଅନ୍ତୁ ଏବଂ ବାଲିର ଅନ୍ତିମ ସଂସ୍କାର କରନ୍ତୁ। ତାରା ମନା କରି କହିଥିଲେ ଯେ ସେ ତାଙ୍କ ବିନା ମୃତ୍ୟୁ ନିକଟବର୍ତ୍ତୀ ବାଲି ତାଙ୍କ ଭାଇ ସୁଗ୍ରୀବଙ୍କୁ ସ୍ୱାଗତ କରନ୍ତି ଏବଂ ତାଙ୍କୁ ରାଜ୍ୟ ନେବାକୁ ପରାମର୍ଶ ଦିଅନ୍ତି। ସେ ସୁଗ୍ରୀବଙ୍କୁ ସେମାନଙ୍କ ପୁଅ ଅଙ୍ଗାଦଙ୍କ ଯତ୍ନ ନେବାକୁ ତାରାକୁ ରକ୍ଷା କରିବାକୁ ବାଲି ତାପରେ ସୁଗ୍ରୀବଙ୍କୁ ଏକ ସୁବର୍ଣ୍ଣମାଳା ହସ୍ତାନ୍ତରକୁ ପ୍ରତୀକ କରେ। ତାଙ୍କର କିଛି ସମୟ ପରେ ତାଙ୍କ ବିଶ୍ୱସ୍ତ ମାଙ୍କଡ଼ମାନଙ୍କ ଦ୍ୱାରା ତାରା ତାଙ୍କ ସ୍ୱାମୀ ବାଲିଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ସେ ତାଙ୍କ ଅପେକ୍ଷା ପୃଥିବୀକୁ ପସନ୍ଦ କରନ୍ତି। ସେ ସେମାନଙ୍କର ଏକାଠି ଜୀବନ ବସଳେ ଏବଂ ରାମଙ୍କ ତୀର ଦ୍ୱାରା ସେ କିପରି ବିଧବା ହୋଇଛନ୍ତି। ତାଙ୍କ ପୁଅ ଅଙ୍ଗାଦ ତାଙ୍କ ପିତାଙ୍କ ପାଦରେ ମୁଣ୍ଡ ନୁଆଁଇଛନ୍ତି ଏବଂ ତାରା ସେମାନଙ୍କ ମୃତ ଭାଗକୁ ଶୋକ କରିବା ପୂର୍ବରୁ ତାଙ୍କ ଶରୀରକୁ ବାଲିଙ୍କ ଭାଇ ସୁଗ୍ରୀବ ବାଲିଙ୍କ ମୃତ୍ୟୁରେ ତାଙ୍କ ଭୂମିକା ପାଇଁ ଦୁଃଖ ଏବଂ ଅନୁତାପ ପରେ ଅଭିଭୂତ ହୋଇ ତାଙ୍କୁ ହତ୍ୟା କରିବାକୁ ରାମଙ୍କୁ ଅନୁରୋଧ କରନ୍ତି, ଯାହାଦ୍ୱାରା ସେ ପର ଜୀବନରେ ତାଙ୍କ ଭାଇ ଏବଂ ପୁଅ ଯୋଗ ଦେଇପାରିବେ। ବାଲିଙ୍କର ମୃତ୍ୟୁ ପରେ କକୁଟସ୍ଥ ଲକ୍ଷ୍ମଣ ଏବଂ ଅଞ୍ଜଳମାନେ ସୁଗ୍ରୀବ ଏବଂ ତାରାଙ୍କୁ ସାନ୍ତ୍ୱନା ଦିଅନ୍ତି। ସେମାନେ ସେମାନଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ଅନୁରୋଧ କରନ୍ତି କାରଣ ସମଜାଳ ହେଉଛି ଜଳତିଜଳର ମୁଖ୍ୟ କାରଣ ଏବଂ କେହି ଏହାକୁ ବିଳମ୍ବ କରିପାରନ୍ତି ନାହିଁ। ମାଙ୍କଡ଼ମାନେ ଏକ ଭବ୍ୟାସନାକମ ହୁଏ ଏକ ନଦୀରେ ପହଁରିବା। ରାମ ସୁଗ୍ରୀବଙ୍କୁ ମାଙ୍କଡ଼ମାନଙ୍କର ରାଜା ଭାବରେ ସ୍ଥାପିତ କରନ୍ତି, ତାଙ୍କୁ ସିଂହାସନ ପ୍ରଦାନ କରନ୍ତି ଏବଂ ବର୍ଷା ଋତୁ ପରେ ରାବଣଙ୍କୁ ପରାସ୍ତ କରିବା ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତି। ସୁଗ୍ରୀବ ମହାନ ସମାରୋହ ସହିତ ସିଂହାସନରେ
ସ୍ଥାପିତ ହୁଅନ୍ତି, ଅଙ୍ଗାଦକୁ ତାଙ୍କ ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରାଯାଏ। ରାମ ଏବଂ ତାଙ୍କ ଭାଇ ଲକ୍ଷ୍ମଣ ପ୍ରାଶ୍ରବଣ ପାହାଡ଼ ଉପରେ ଏହି ଗୁମ୍ଫାରେ ବସତି ସ୍ଥାପନ କରନ୍ତି, ଯେଉଁଠାରେ ସେମାନେ ବର୍ଷା ଋତୁ ବିତାଇବାକୁ ଯୋଜନା କରନ୍ତି। ରାମ ତଥାପି ରାବଣଙ୍କ ଦ୍ୱାରା ସୀତାଙ୍କ ଅପହରଣ ପାଇଁ ଦୁଃଖିତ, କିନ୍ତୁ ଲକ୍ଷ୍ମଣ ତାଙ୍କୁ ରାବଣଙ୍କୁ ପରାସ୍ତ କରିବା ଏବଂ ସୀତାଙ୍କୁ ପୁନର୍ବାର ପାଇବା ପାଇଁ ସେମାନଙ୍କର ନିଜକୁ ଯୁଦ୍ଧ ପାଇଁ ତାବନିଦିକି ସେହି ସମାଜରେ ରାମ ନିଜକୁ ରାମ ବର୍ଷା ଯୋଗୁଁ ପ୍ରେମରେ ଜର୍ଜରିତ ଜଣେ ମହିଳାଙ୍କ ସହ ତୁଳନା କରି ବର୍ଣ୍ଣନା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ପୃଥିବୀ ସବୁଜ ଘାସ ଏବଂ ଫୁଲରେ ଆଚ୍ଛାଦିତ ଏବଂ ଜଙ୍ଗଲ ୱାର୍କି। ରୁପଚେଚ ଉଲ୍ଲେଖ କରିଛନ୍ତି ଯେ ପୃଥିବୀ ସବୁଜ ଘାସ ଏବଂ ଫୁଲରେ ଆଚ୍ଛାଦିତ ଭରା। ଆପଣ କଡ଼େ ରହିବେ ସୁଖ ତାଙ୍କ ପତ୍ର ରାବଣଙ୍କୁ ବିରୁଦ୍ଧରେ ଯାତ୍ରା କରିବାର ସହ ତାଙ୍କ ହନୁମାନ ସୁଗ୍ରୀବଙ୍କୁ ପରାମର୍ଶ ଦିଅନ୍ତି ଯେ ସେ ରାମଙ୍କୁ ସୀତାଙ୍କୁ ଖୋଜିବାରେ ଏବଂ ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ସାହାଯ୍ୟ କରନ୍ତୁ। ସୁଗ୍ରୀବ ରାଜା ଭାବରେ ତାଙ୍କ କର୍ତ୍ତବ୍ୟର ବିଷୟରେ ତାଙ୍କୁ ସେନାପତି ନୀଲାଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ରାମଙ୍କୁ ଖୋଜିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ସୈନିକମାନଙ୍କୁ ଏକାଠି କରନ୍ତୁ ଏବଂ 15 ଦିନ ମଧ୍ୟରେ ସୀତାଙ୍କୁ ଖୋଜିବାରେ ତାଙ୍କୁ ସାହାଯ୍ୟ କରନ୍ତୁ। ସୀତାଙ୍କ ଅନୁପସ୍ଥିତିରେ ଦୁଃଖିତ ରାମ ଶରତ ଋତୁରେ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରତିଫଳିତ କରନ୍ତି। ତାଙ୍କୁ ସେମାନଙ୍କର ଏକାଠି ସମାଜ ଏବଂ ତାଙ୍କ ସହିତ ପୁନର୍ମିଳିତ ହେବାର ଇଚ୍ଛା ମନେ ପକାଇ ଦିଆଯାଏ। ଲକ୍ଷ୍ମଣ ରାମଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି, ତାଙ୍କୁ ଜଣେ ରାଜା ଭାବରେ ତାଙ୍କ କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ ଏବଂ ତାଙ୍କ ପ୍ରତି ଅଞ୍ଜାର କରିବାକୁ ଏବଂ ତାଙ୍କ ପ୍ରତି ଅଞ୍ଜାର କରିବାକୁ। ଲକ୍ଷ୍ମଣ ତାଙ୍କ ଭାଇ ରାମଙ୍କ ତରଫରୁ କ୍ରୋଧିତ ହୋଇ ସୁଗ୍ରୀବଙ୍କ ମୁକାବିଲା କରିବା ପାଇଁ କିଷ୍କିନ୍ଧା ସହରରେ ପ୍ରବେଶ କରନ୍ତି। ତାଙ୍କୁ ମାଙ୍କଡ଼ମାନେ ଭେଟିଛନ୍ତି, ଯେଉଁମାନେ ଭୋଜରେ ପଳାୟନ କରନ୍ତି ଏବଂ ଲକ୍ଷ୍ମଣଙ୍କ ଶବ୍ଦ ଅଙ୍ଗଦ ମାଧ୍ୟମରେ ସୁଗ୍ରୀବକୁ ପ୍ରଦାନ କରାଯାଏ। ସୁଗ୍ରୀବ ନିଶାସକ୍ତ ଏବଂ ପରିସ୍ଥିତି ବିଷୟରେ ଅଜ୍ଞ। ତାଙ୍କ ମନ୍ତ୍ରୀଙ୍କ ଦ୍ୱାରା ଲକ୍ଷ୍ମଣ ସୁଗ୍ରୀବ ତାଙ୍କ ପରାମର୍ଶଦାତାଙ୍କୁ ବୁଝାନ୍ତି ଯେ ସେ ଲକ୍ଷ୍ମଣ କିମ୍ବା ରାମଙ୍କ ପ୍ରତି ଅଞ୍ଜାର କରିନାହାନ୍ତି, କିନ୍ତୁ ରାମଙ୍କଠାରୁ ମିଳିଥିବା ଅତୀତର ଅନୁଗ୍ରହ ହେତୁ ସେମାନଙ୍କର କ୍ରୋଧକୁ ଭଜାଡ଼ କରନ୍ତି। ହନୁମାନ ସୁଗ୍ରୀବଙ୍କୁ ପରାମର୍ଶ ଦିଅନ୍ତି ଯେ ଲକ୍ଷ୍ମଣଙ୍କ ଶବ୍ଦଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣନ୍ତୁ, କାରଣ ଏହା ରାମଙ୍କ ଚେତାବନୀ ଏବଂ ଅଧିକ ସଂଘର୍ଷ ଏଡ଼ାଇବା ପାଇଁ। ରାମଙ୍କ ଭାଇ ଲକ୍ଷ୍ମଣ କିଷ୍କିନ୍ଧାରେ ସୁଗ୍ରୀବଙ୍କ ପ୍ରାସାଦରେ ପ୍ରବେଶ କରନ୍ତି, ଯେଉଁଠାରେ ସେ ସୁଗ୍ରୀବଙ୍କୁ ତାଙ୍କ ପତ୍ନୀ ତାରାଙ୍କ ସହ ପ୍ରେମପୂର୍ଣ୍ଣ ସୁଖରେ ଲିପ୍ତ ଥିବା ଦେଖନ୍ତି। ଲକ୍ଷ୍ମଣ ଏହି ଆଚରଣରେ କ୍ରୋଧିତ ହୁଅନ୍ତି ଏବଂ ରାମଙ୍କୁ ସୀତାଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ତାଙ୍କ କର୍ତ୍ତବ୍ୟକୁ ଅବହେଳା କରିଥିବାରୁ ସୁଗ୍ରୀବଙ୍କୁ ଅପରାଧ ଦିଅନ୍ତି। ଲକ୍ଷ୍ମଣ ସୁଗ୍ରୀବଙ୍କୁ ସାନ୍ତ୍ୱନା କରନ୍ତି, ଯିଏ ରାମଙ୍କ ଦ୍ୱାରା ଉପକୃତ ହେବା ସତ୍ତ୍ୱେ ରାମଙ୍କ ଦୋଷ ପରିଶୋଧ କରିନାହାନ୍ତି। ଲକ୍ଷ୍ମଣ ସୁଗ୍ରୀବଙ୍କୁ ତାଙ୍କ କୃତଘ୍ନତା ପାଇଁ ଗାଳି କରନ୍ତି ଏବଂ ତାଙ୍କୁ ଚେତାବନୀ ଦିଅନ୍ତି ଯେ ଯଦି ସେ ମିଥ୍ୟା ପ୍ରତିଶ୍ରୁତିରୁ ନିବୃତ୍ତ ହୁଅନ୍ତି ନାହିଁ ଏବଂ ରାମଙ୍କ ଜଣେ ନିଷ୍ଠାବାନ ଅନୁଗାମୀ ତାରା ସୁଗ୍ରୀବଙ୍କ ତରଫରୁ ହସ୍ତକ୍ଷେପ କରି ଲକ୍ଷ୍ମଣଙ୍କୁ ବୁଝାନ୍ତି ଯେ ସେ ଅକୃତଜ୍ଞ କିମ୍ବା ନିର୍ଦ୍ଦୟ ନୁହନ୍ତି। ସେ ରାମଙ୍କୁ ଅନୁରୋଧ କରନ୍ତି ଯେ ସେ ସୁଗ୍ରୀବଙ୍କୁ କ୍ଷମା କରନ୍ତୁ। ଜରୁରୀ କର୍ତ୍ତବ୍ୟରେ ଅଛି ତାଙ୍କ ପରିସ୍ଥିତିକୁ ସନ୍ନ୍ୟାସୀ ବିଶ୍ୱାମିତ୍ରଙ୍କ ଆସକ୍ତି କାରଣରୁ ସମାଜର ଅବହେଳା ସହିତ ତୁଳନା କରିବାରେ ରାମଙ୍କ ଭାଷଣକୁ ସ୍ୱୀକାର କରିବା ପରେ ମାଙ୍କଡ଼ମାନଙ୍କର ପ୍ରଭୁ ସୁଗ୍ରୀବ ସୌଭାଗ୍ୟ ଏବଂ ରାଜତନ୍ତ୍ରକୁ ପୁନଃସ୍ଥାପିତ ହୋଇଥିବାରୁ ଅଶ୍ରୁପାତରେ କୃତଜ୍ଞତା ପ୍ରକାଶ କରନ୍ତି। ସେ ରାବଣଙ୍କୁ ହତ୍ୟା କରିବା
ଏବଂ ସୀତାଙ୍କୁ ପୁନରୁଦ୍ଧାର କରିବା ପାଇଁ ରାମଙ୍କ ଅନୁସରଣ କରିବା ପାଇଁ ରାମଙ୍କ ଅନୁସର୍ଜନ କରିବାକୁ ପ୍ରତିଟି ସେମାନେ ସୀତାଙ୍କ ଅପହରଣ ଦ୍ୱାରା ଦୁଃଖିତା ସେମାନେ ମାଙ୍କଡ଼ମାନଙ୍କର ରାଜା ସୁଗ୍ରୀବ ହନୁମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ବିଶ୍ୱର ସମସ୍ତ ଅଗ୍ରଣୀ ମାଙ୍କଡ଼ମାନଙ୍କୁ ତେବେରନୋଗଲମାନଙ୍କୁ କିମ୍ବା ଧୀରବନ୍ତୀ ସେମାନଙ୍କୁ ହତ୍ୟା କରିବାକୁ ପଡ଼ିବା। ଅଞ୍ଜନା ପାହାଡ଼ମାନଙ୍କୁ ରାମଙ୍କ ସେମାନେ ହିରକଡ଼ବାଣ ସେମାନେ ହିମାବତ ପର୍ବତ ଚର୍ଚ୍ଚବିବ ମାଙ୍କଡ଼ ରାଜା ସୁଗ୍ରୀବ ସୀତାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିବାରୁ ରାମଙ୍କୁ ଧନ୍ୟବାଦ ଦିଅନ୍ତି। ସେ ରାବଣଙ୍କୁ ପରାସ୍ତ କରିବାରେ ରାମଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୁଗ୍ରୀବଙ୍କ ଅନୁଗାମୀ ଏବଂ ବିଭିନ୍ନ ଅଞ୍ଚଳରୁ ଅନ୍ୟ ନେତାମାନଙ୍କ ସମେତ ମାଙ୍କଡ଼ମାନଙ୍କର ଏକ ବଡ଼ ସେନା ରାମଙ୍କ ସହ ଯୁଦ୍ଧରେ ଯୋଗ ଦେବାକୁ ଏକାଠି ହୁଅନ୍ତି। ରାମ ସୁଗ୍ରୀବଙ୍କୁ ଅଭିବାଦନ ଜଣାନ୍ତି ଏବଂ ତାଙ୍କ ଗୁଣର ପ୍ରଶଂସା କରି କହନ୍ତି ଯେ ସେ ତାଙ୍କ ଭଳି ଜଣେ ବନ୍ଧୁ ଭାବେ ଖୁସି ଅନୁଭବ କରୁନ୍। ରାମ ସୀତାଙ୍କୁ ଅପହରଣ କରି ନେଇଛନ୍ତି। ଏହି ଜ୍ୟୋତିଙ୍କର ହତ୍ୟା କରିବାର ଶପଥ ନେଇଛନ୍ତି। ଏହି ସମାଜରେ ହନୁମାନଙ୍କ ପିତା ଗବାକ୍ଷ ଏବଂ ଭାଲୁର ରାଜା ଜାମ୍ବବନଙ୍କ ଭଳି ପ୍ରମୁଖ ନେତାମାନଙ୍କ ନିଜ ଜାହିର କରନ୍ତି। ଏଠାରେ 77 ଶବ୍ଦରେ ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ରାମ ସୁଗ୍ରୀବଙ୍କୁ ସୀତା ତାଙ୍କ ପତ୍ନୀ ଏବଂ ରାବଣଙ୍କ ବାସସ୍ଥାନ ଖୋଜିବା ପାଇଁ ମାଙ୍କଡ଼ମାନଙ୍କର ଏକ ସନ୍ଧାନ ଦଳରେ ଏକ ସମୁଦାୟ ଅଛି ଯେ ସେମାନେ ସଫଳତା କିମ୍ବା ବିଫଳତା ଖବର ନେଇ ଏକ ମାସ ମଧ୍ୟରେ ଫେରିବା ପୂର୍ବରୁ ବିଭିନ୍ନ ପର୍ବତ ଜଙ୍ଗଲ ନଦୀ ସୁଗ୍ରୀବ ଅଙ୍ଗଦଙ୍କ ନେତୃତ୍ୱରେ ଦକ୍ଷିଣ ଅଞ୍ଚଳକୁ ଅନ୍ୱେଷଣ କରିବା ପାଇଁ ଅନେକ ମାଙ୍କଡ଼ ପଠାନ୍ତି। ଦୁର୍ଗମ ଭୂମି ନଦୀ ଏବଂ ପର୍ବତ ବିଷୟରେ ବର୍ଣ୍ଣନା କରନ୍ତି। ସେମାନଙ୍କୁ ରାବଣର ରାକ୍ଷସମାନଙ୍କ ଦ୍ୱାରା ସୁରକ୍ଷିତ ଥିବା ଲଙ୍କାରେ ସୀତାଙ୍କୁ ଖୋଜିବାକୁ ପଡ଼ିବ ଏବଂ ସୁବର୍ଣ୍ଣ ଶିଖରରେ ପହଞ୍ଚିବା ପାଇଁ ବିଶ୍ୱଜାରେଗାଙ୍କ ଠିକଣା ବିଷୟରେ ସୂତ୍ର ପାଇବେ। ସୁଗ୍ରୀବ ମାଙ୍କଡ଼ମାନଙ୍କୁ ସୀତାଙ୍କୁ ଖୋଜିବା ପାଇଁ ବିଭିନ୍ନ ଦିଗକୁ ପଠାନ୍ତି। ସେ ପଶ୍ଚିମକୁ ଅନ୍ୱେଷଣ କରିବା ଏବଂ ସୀତାଙ୍କ ଅବସ୍ଥିତି ଖୋଜିବା ପାଇଁ 2000 ମାଙ୍କଡ଼ଙ୍କ ଏକ ଦଳର ନେତୃତ୍ୱ ନେବା ଶିଶିଙ୍କୁ ନିର୍ଦ୍ଦେଶ ଦିଅନ୍ତି। ମାଙ୍କଡ଼ମାନଙ୍କୁ ସହର ଜଙ୍ଗଲ ଏବଂ ପର୍ବତ ସମେତ ବିଭିନ୍ନ ଅଞ୍ଚଳ ଅନୁସନ୍ଧାନ କରି ସୁଗ୍ରୀବ ସାତବଲ ଏବଂ ଅଞ୍ଜଡ଼ ମାଙ୍କଡ଼ମାନଙ୍କୁ ପର୍ବତ ଜଙ୍ଗଲ ଏବଂ ନଦୀ ସମେତ ବିଭିନ୍ନ ସ୍ଥାନରେ ସୀତାଙ୍କୁ ଖୋଜିବା ଏବଂ ସୁଗ୍ରୀବଙ୍କ ଦ୍ୱାରା ବର୍ଣ୍ଣିତ ଅଞ୍ଚଳକୁ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ମାଙ୍କଡ଼ମାନଙ୍କୁ ରାବଣ ଏବଂ ସୀତାଙ୍କୁ ଖୋଜିବା ଦାୟିତ୍ୱ ଏବଂ ସେମାନଙ୍କର ସଫଳତାକୁ ରାମଙ୍କଠାରୁ ସମ୍ମାନ ଏବଂ ପ୍ରଶଂସା ସହିତ ପୁରସ୍କୃତ କରାଯିବ। ସୁଗ୍ରୀବ ହନୁମାନଙ୍କ ସାମର୍ଥ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କର ଶକ୍ତି କିମ୍ବା ଶକ୍ତିରେ କୌଣସି ସମାନତା ନାହିଁ। ରାଘବ ରାମୋତ୍ସା ରାଜି ହୁଅନ୍ତି। ଆତ୍ମବିଶ୍ୱାସ ଯେ ସଫଳତା ହନୁମାନଙ୍କ ଉପରେ ନିର୍ଭର କରେ। ସେ ହନୁମାନଙ୍କୁ ତାଙ୍କ ନାମ ସହିତ ଏକ ମୁଦି ଦିଅନ୍ତି ଯାହା ସୀତାଙ୍କୁ ଦର୍ଶାଇବ ଯେ ସେ ରାମଙ୍କ ଦ୍ୱାରା ପଠାଇଛନ୍ତି ଏବଂ ରାଜା ସୁଗ୍ରୀବ ସମସ୍ତ ଦିଗରେ ସୀତାଙ୍କୁ ଖୋଜିବା ପାଇଁ ତାଙ୍କ ମାଙ୍କଡ଼ ମୁଖିଆମାନଙ୍କୁ ପଠାନ୍ତି। ପ୍ରତ୍ୟେକ ନେତା ଏକ ଭିନ୍ନ ମାର୍ଗ ଉତ୍ତର ପୂର୍ବ ଦକ୍ଷିଣ କିମ୍ବା ପଶ୍ଚିମ ନିଅନ୍ତି ଏବଂ ବହୁତ ଉତ୍ସାହର ସହିତ ସେମାନେ ସୀତାଙ୍କୁ ଫେରାଇ ଆଣିବାକୁ ଏବଂ ରାବଣଙ୍କୁ ହତ୍ୟା କରିବାକୁ ଶପଥ କରନ୍ତି ଯାହା ଶକ୍ତିର ଚମତ୍କାର ପ୍ରତିଜ୍ଞା କରେ ଯାହା ପୃଥିବୀକୁ ଦୋହଲାଇ ଦେବ। ରାମ ସୁଗ୍ରୀବଙ୍କୁ ପଚାରନ୍ତି ଯେ ସେ ସମଗ୍ର ପୃଥିବୀକୁ କିପରି ଜାଣନ୍ତି। ସୁଗ୍ରୀବ ବ୍ୟାଖ୍ୟା କରନ୍ତି ଯେ ଯେତେବେଳେ ବାଲି ମାଲଜଡ଼ ପର୍ବତକୁ ମହିଷା ଏକ ଦାନବକୁ ଅନୁସରଣ କରୁଥିଲେ ସେତେବେଳେ ସେ ଠିଆ ହୋଇଥିଲେ
ଏବଂ ପରେ ହନୁମାନଙ୍କ ସହାୟତାରେ ଋଷିଜାଙ୍କ ପର୍ବତକୁ ପଳାୟନ କରିବା ପୂର୍ବରୁ ଅନେକ ଦେଶ ଏବଂ ଲ୍ୟାଣ୍ଡମାର୍କ ପରିଦର୍ଶନ କରି ବିଶ୍ୱର ବିଭିନ୍ନ ସ୍ଥାନକୁ ପଳାୟନ ପ୍ରମୁଖ ମାଙ୍କଡ଼ମାନେ ସୁଗ୍ରୀବଙ୍କ ନିର୍ଦ୍ଦେଶ ଅନୁଯାୟୀ ବୈଦେହୀ ସୀତାଙ୍କ ପାଇଁ ସମସ୍ତ ଦିଗରେ ଖୋଜାଖୋଜି କରିଥିଲେ। 1 ମାସ ଧରି ଖୋଜାଖୋଜି କରିବା ପରେ ସେମାନେ ମାଙ୍କଡ଼ ରାଜାଙ୍କୁ ଭେଟି ସେମାନଙ୍କ ସନ୍ଧାନ ବିଷୟରେ ସୂଚନା ଦେଇଥିଲେ। ସେମାନେ ପୂର୍ବ, ଉତ୍ତର, ପଶ୍ଚିମ ଅଞ୍ଚଳ ଏବଂ ବିଭିନ୍ନ ପ୍ରଦେଶରେ ବୁଲିଥିଲେ କିନ୍ତୁ ସୀତାଙ୍କୁ ପାଇନଥିଲେ। ଏଠାରେ 400 ଶବ୍ଦରେ ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ହନୁମାନ, ତାରା ଏବଂ ଅଙ୍ଗଦ ବିନ୍ଧ ଜଙ୍ଗଲରେ ସୀତାଙ୍କୁ ଖୋଜନ୍ତି କିନ୍ତୁ ତାଙ୍କୁ ପାଇପାରୁନାହାନ୍ତି। ସେମାନେ ବିଭିନ୍ନ ବାଧାବିଘ୍ନ ସମାଲୋଚନାର ସମ୍ମୁଖୀନ ହୁଅନ୍ତି। ଜଣେ ଜ୍ଞାନୀ ଏବଂ କ୍ଳାନ୍ତ ମାଙ୍କଡ଼ ଅଙ୍ଗଦ ସୀତା ଏବଂ ତାଙ୍କୁ ଅପହରଣ କରିଥିବା ରାକ୍ଷସଙ୍କୁ ଖୋଜିବା ପାଇଁ ତାଙ୍କ ସମୁଦ୍ର ବାହିନୀକୁ ଏକତ୍ରିତ କରିଥିଲେ। ଅଙ୍ଗଦ ଏବଂ ଗନ୍ଧମାଦନଙ୍କ ରକ୍ଷସନ୍ଧାନ ଜାରି ରଖିବା ପୂର୍ବକ ତାଙ୍କର ଜଙ୍ଗଲ ଏବଂ ପର୍ବତଗୁଡ଼ିକୁ ଅନୁସନ୍ଧାନ କରିଥିଲେ କିନ୍ତୁ ସୀତାଙ୍କ କୌଣସି ଚିହ୍ନ ପାଇପାରିନଥିଲେ। ସେମାନେ କ୍ଳାନ୍ତ ହୋଇ ଫେରିଥିଲେ ଏବଂ ସେମାନଙ୍କର ହନୁମାନ, ତାରା ଏବଂ ଅଙ୍ଗଦ ସୀତାଙ୍କ ପାଇଁ ବିଞ୍ଜର ପର୍ବତର ଗୁମ୍ଫା ଏବଂ ଜଙ୍ଗଲକୁ ଖୋଜନ୍ତି। ସେମାନେ ବୃକ୍ଷବିଲ ନାମକ ଏକ ଅନ୍ଧାର ଗୁମ୍ଫାରେ ପ୍ରବେଶ କରନ୍ତି ଯେଉଁଠାରେ ସେମାନେ ହଂସ, ସାରସ ଏବଂ ଅନ୍ୟାନ୍ୟ ପ୍ରାଣୀ ପାଆନ୍ତି। ଭିତରେ ସେମାନେ ନିର୍ଜନକ ଯାନ ଏବଂ ଭଣ୍ଡାର ସହିତ ଏକ ସୁବର୍ଣ୍ଣ ଏବଂ ରୂପା କ୍ଷେତ୍ର ଆବିଷ୍କାର କରନ୍ତି। ଏବଂ ହନୁମାନ ଏକ ଗୁମ୍ଫାରେ ଜଣେ ମହିଳା ସନ୍ନ୍ୟାସୀଙ୍କୁ ଭେଟିଛନ୍ତି। ତା ଭିତରେ ଥିବା ସୁବର୍ଣ୍ଣ ବୃକ୍ଷ, ଘର ଏବଂ ଯାନବାହନ ବିଷୟରେ ପଚାରନ୍ତି। ସନ୍ନ୍ୟାସୀ ବ୍ୟାଖ୍ୟା କରିଛନ୍ତି ଯେ ସେ ହେମାଙ୍ଗ ଜଙ୍ଗଲ ବିଷୟର ଡାକମାଜାର ଅଂଶ ନିର୍ମାଣ ଉପରେ ଦକ୍ଷତା ଥିବା ଜଣେ ଶକ୍ତିଶାଳୀ ବ୍ୟକ୍ତି। ସେ ହେମାଙ୍ଗ ଜଙ୍ଗଲ ଏବଂ ମହଲର ଅଭିଭାବକ। ମହିଳା ସନ୍ନ୍ୟାସୀ ସାଜମ ପ୍ରଭା ହନୁମାନ ଏବଂ ତାଙ୍କ ମାଙ୍କଡ଼ ମୁଖ୍ୟମାନଙ୍କୁ ସ୍ୱାଗତ କରନ୍ତି ଯେଉଁମାନେ ସୀତାଙ୍କୁ ଖୋଜିବାକୁ ଆସିଛନ୍ତି। ସେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରନ୍ତି ଏବଂ ପଚାରନ୍ତି ଯେ ସେ କିପରି ସେମାନଙ୍କର ଦୟା ପରିଶୋଧ କରିପାରିବେ। ହନୁମାନ ସେମାନଙ୍କର ମାଙ୍କଡ଼ ରାଜକୁମାର ଅଙ୍ଗଦ ଏବଂ ତାଙ୍କ ସାଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୀତାଙ୍କୁ ଖୋଜିବାରେ ବିଫଳ ହେବା ପରେ ସୁଗ୍ରୀବଙ୍କ କ୍ରୋଧକୁ ବଜାର କରନ୍ତି ଏବଂ ଦଣ୍ଡର ସମ୍ମୁଖୀନ ହେବା ପରିବର୍ତ୍ତେ ମୃତ୍ୟୁ ପର୍ଯ୍ୟନ୍ତ ଉପବାସ କରିବାକୁ ନିଷ୍ପତ୍ତି ନିଅନ୍ତି। ତଥାପି ତାରା ପରାମର୍ଶ ଦିଅନ୍ତି ଯେ ସେମାନେ ଏକ ଗୁମ୍ଫାକୁ ପଛକୁ ହଟିବା ଉଚିତ ଯାହା ଏକ ଭ୍ରମ। ହନୁମାନ ଅଙ୍ଗଦଙ୍କୁ ସକ୍ଷମ ଏବଂ ଶକ୍ତିଶାଳୀ ବୋଲି ପ୍ରଶଂସା କରନ୍ତି କିନ୍ତୁ ତାଙ୍କୁ ଚେତାବନୀ ଦେଇଛନ୍ତି ଯେ ସୁଗ୍ରୀବଙ୍କ ରାଜ୍ୟ ନିକଟରେ ରହିବା ଦ୍ୱାରା ତାଙ୍କର ପତନ ଘଟିବ। ସେ ଅଙ୍ଗଦଙ୍କୁ ଲକ୍ଷ୍ମଣଙ୍କ ଅପେକ୍ଷା ଅଧିକ ଦୟାଳୁ ସୁଗ୍ରୀବଙ୍କ ସହ ବୁଝାମଣା କରିବାକୁ ପରାମର୍ଶ ଦିଅନ୍ତି ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେମାନେ ନିଜ ମାମୁଙ୍କ ସମ୍ମୁଖରେ ନମ୍ର ଭାବରେ ବାଲିଙ୍କ ପୁତ୍ର ଅଙ୍ଗଦ ସୁଗ୍ରୀବଙ୍କୁ ତାଙ୍କ ଅନୈତିକତା ପାଇଁ ସମାଲୋଚନା କରିଥିଲେ ଏବଂ ଘୋଷଣା କରିଥିଲେ ଯେ ସେ ତାଙ୍କ ଭାଇଙ୍କ ଶାସନରେ ବଞ୍ଚିବା ପରିବର୍ତ୍ତେ ମୃତ୍ୟୁ ପର୍ଯ୍ୟନ୍ତ ଉପବାସ କରିବେ। ଅନ୍ୟ ମାଙ୍କଡ଼ମାନେ ଦୁଃଖରେ ଅଭିଭୂତ ହୋଇ ରାମଙ୍କ କ୍ରୋଧକୁ ଭଜ କରି ଅଙ୍ଗଦଙ୍କ ସହ ଏକତା ପ୍ରଦର୍ଶନ କରି ଅନାହାରରେ ମୃତ୍ୟୁବରଣ କରିବାକୁ ସ୍ୱପ୍ନ କରିବାକୁ ବସିଲେ। ସମ୍ପତ୍ତି ନାମକ ଏକ ଗିଦ୍ଧ ପର୍ବତ ନିକଟରେ ପହଞ୍ଚିଥାଏ ଯେଉଁଠାରେ ମାଙ୍କଡ଼ମାନେ ମୃତ୍ୟୁ ପର୍ଯ୍ୟନ୍ତ ଉପବାସ କରୁଛନ୍ତି। ସେ ସେମାନଙ୍କୁ ଖାଇବାକୁ ଇଚ୍ଛା କରନ୍ତି କିନ୍ତୁ ଅଙ୍ଗଦ ତାଙ୍କୁ କୁହନ୍ତି ଯେ ରାମଙ୍କ ପତ୍ନୀ ସୀତାଙ୍କ ଦ୍ୱାରା କରାଯାଇଥିବା ପୂର୍ବ ଶପଥ ହେତୁ ସେ ସେମାନଙ୍କୁ ହତ୍ୟା କରିବାକୁ ଆସିଛନ୍ତି। ସେମାନଙ୍କୁ ହତ୍ୟା କରିବା ପରେ ବିଜୟ ପରିଚୟ ପ୍ରକାଶ କରେ ଯେ ଯୁଦ୍ଧରେ ରାବଣଙ୍କ ଦ୍ୱାରା। ଅଙ୍ଗଦ ନାମକ ଜଣେ ମାଙ୍କଡ଼ ନେତା
ଏକ ଗିଦ୍ଧକୁ କୁହନ୍ତି ଯେ ସେ ଏବଂ ତାଙ୍କ ସାଥୀମାନେ ରାବଣଙ୍କ ଦ୍ୱାରା ନିଆଯାଇଥିବା ସୀତାଙ୍କୁ ଖୋଜିବା ପାଇଁ ସେଠାରେ ଅଛନ୍ତି। ସେମାନେ ମାଜାଙ୍କ ଯାଦୁ ଦ୍ୱାରା ନିର୍ମିତ ଏକ ଗୁମ୍ଫାରେ ପ୍ରବେଶ କରିଥିଲେ, କିନ୍ତୁ ତାଙ୍କୁ ପାଇବାରେ ବିଫଳ ହୋଇଥିଲେ ଏବଂ ବର୍ତ୍ତମାନ ଗିଦ୍ଧ ଦ୍ୱାରା ଖାଇଯିବାର ବୋଝ ଯେହେତୁ ମୃତ୍ୟୁ ପର୍ଯ୍ୟନ୍ତ ପର୍ବତ ଉପରେ ବସିଛନ୍ତି। ସମ୍ପତ୍ତି ଏକ ଗିଦ୍ଧ ରାବଣଙ୍କ ବାସସ୍ଥାନ ବିଷୟରେ ରାମଙ୍କ ମାଙ୍କଡ଼ମାନଙ୍କ ସହ ନିଜର ଜ୍ଞାନ ବାଣ୍ଟନ୍ତି, ଯିଏ ସୀତାଙ୍କୁ ଅପହରଣ କରିଛନ୍ତି। ସମ୍ପତ୍ତି ସେମାନଙ୍କୁ କିପରି ଲଙ୍କାରେ ପହଞ୍ଚିବ ତାହା କୁହନ୍ତି ଏବଂ ଆତ୍ମାରେ ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ପ୍ରସ୍ତାବ ଦିଅନ୍ତି। ରାବଣଙ୍କ ହାତରେ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହାନ୍ତି। ଏଠାରେ 137 ଲେଖାଟିର ସାରାଂଶ ଦିଆଯାଇଛି। ଶାଗୁଣା ରାଜା ସମ୍ପତ୍ତି ଜାମ୍ବବନଙ୍କୁ କୁହନ୍ତି ଯେ ସେ ତାଙ୍କ ପୁଅ ସୁପର୍ଣ୍ଣଙ୍କଠାରୁ ସୀତାଙ୍କ ଅପହରଣ ବିଷୟରେ ଜାଣିବାକୁ ପାଇଥିଲେ। ସେ ରାବଣ ଏବଂ ସୀତାଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କ ପାଇଁ ଚିତ୍କାର କରୁଥିବା ଦେଖିଥିଲେ। ସମ୍ପତ୍ତି ମାଙ୍କଡ଼ମାନଙ୍କୁ ଶୀଘ୍ର କାର୍ଯ୍ୟ କରିବାକୁ ଉତ୍ସାହିତ କରିବାକୁ ସମ୍ପତ୍ତି ନାମକ ଏକ ଗିଦ୍ଧ ଅଙ୍ଗଦ ଏବଂ ଅଞ୍ଜର ମାଙ୍କଡ଼ମାନଙ୍କ ସହ ନିଜର କାହାଣୀ ବାଣ୍ଟିଥାଏ। ସୂର୍ଯ୍ୟକିରଣ କାରଣଥୁରିଂସା ପର୍ବତକୁ ଖସି ପଡ଼ିଥିଲେ ଏବଂ ସେଠାରେ 8000 ବର୍ଷ ବିତାଇ ଋଷି ନିକାକରଙ୍କ ସହ ବନ୍ଧୁତା କରିଥିଲେ। ନିକାକରଙ୍କ ଦେହାନ୍ତ ପରେ ସମ୍ପତ୍ତି ତାଙ୍କ ଫେରିବା ପାଇଁ ଅପେକ୍ଷା କରିଥିଲେ ଏବଂ ଶେଷରେ ସନ୍ଥଙ୍କ ଦ୍ୱାରା ସମ୍ପତ୍ତି ସୂର୍ଯ୍ୟଙ୍କୁ ଅନୁସରଣ କରିବା ପାଇଁ ତାଙ୍କ ଏବଂ ଜଟାଜୁଙ୍କ ଉଦ୍ୟମକୁ ମନେ ପକାନ୍ତି, କିନ୍ତୁ ଏହାର ବିଶାଳ ଆକାର ଏବଂ ଉତ୍ତାପ ହେତୁ ସେମାନେ ଭ୍ରାନ୍ତ ଏବଂ କ୍ଳାନ୍ତ ହୋଇଯାଇଥିଲେ। ସେମାନେ ସମସ୍ତ ଦିଗବୋଧ ହରାଇ ବେହୋସ ହୋଇଯାଇଥିଲେ, ଦୃଷ୍ଟିଶକ୍ତି ସହ୍ୟ କରିପାରିନଥିଲେ। ଶେଷରେ ଜଟାଜୁ ପୃଥିବୀରେ ପଡ଼ିଗଲେ ଏବଂ ସମ୍ପତ୍ତି ପକ୍ଷହୀନ ଏବଂ ଦୁର୍ବଳ ହୋଇ ବିନ୍ଧ୍ୟ ପର୍ବତ ଋଷି କାନ୍ଦୁଥିବା ତପସ୍ୱୀଙ୍କୁ କହିଥିଲେ ଯେ ସେମାନଙ୍କର ଡେଣା ଏବଂ ଶକ୍ତି ଫେରିଆସିବ। ତାପରେ ସେ ରାମଙ୍କ କାହାଣୀ ବିଷୟବାଣୀ କରିଥିଲେ, ଯିଏକି ତାଙ୍କ ଭାଇ ଲକ୍ଷ୍ମଣଙ୍କ ସହ ନିର୍ବାସିତ ହେବେ। ରାକ୍ଷସ ରାଜା ରାବଣଙ୍କୁ ଭେଟିବେ ଏବଂ ତାଙ୍କ ପତ୍ନୀ ସୀତାଙ୍କୁ ଇନ୍ଦ୍ରଙ୍କ ଦ୍ୱାରା ଖାଦ୍ୟ ଦେବେ, ଯାହା ତାଙ୍କୁ ତାଙ୍କ ଅଗ୍ନି ପରୀକ୍ଷା ସମୟରେ ବଜାୟ ରଖିବ। ଋଷି ତପସ୍ୱୀଙ୍କୁ ଜଣେ ସନ୍ନ୍ୟାସୀଙ୍କ କଥାରେ ସାନ୍ତ୍ୱନା ପାଇ ରାମ ସୀତାଙ୍କୁ ଖୋଜିବା ପାଇଁ ଯାତ୍ରା ଜାରି ରଖିବା ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ। 158 ବର୍ଷ ପରେ ସେ ନିଜର ଶକ୍ତି ଏବଂ ଡେଣା ଫେରି ପାଇଥିଲେ, ଯାହା ତାଙ୍କ ମାଙ୍କଡ଼ମାନଙ୍କୁ ସୀତାଙ୍କୁ ଖୋଜିବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା। ନୂତନ ଉତ୍ସାହ ସହିତ କୁମ୍ଭୀରମାନେ ରାବଣଙ୍କ ଭାଗ୍ୟ ବିଷୟରେ ସମ୍ପତ୍ତିଙ୍କଠାରୁ ଶୁଣି ଗିଦ୍ଧରାଜ ଦକ୍ଷିଣ ସମୁଦ୍ରରେ ପହଞ୍ଚନ୍ତି ଏବଂ ଏହାର ବିଶାଳତା ଦ୍ୱାରା ହତାଶ ହୁଅନ୍ତି। ଅଙ୍ଗାଦଡ ଏକ ଶକ୍ତିଶାଳୀ ମାଙ୍କଡ଼ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରେ। ଦୁଃଖ ହେଉଛି ଦୁର୍ବଳତା ଯେତେବେଳେ କେହି ସ୍ୱେଚ୍ଛାକୃତ ଭାବରେ ସମୁଦ୍ର ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ ହୁଅନ୍ତି ନାହିଁ। ଅଙ୍ଗଦ ମାଙ୍କଡ଼ମାନେ ସେମାନଙ୍କର ଡେଇଁବାର କ୍ଷମତା ବିଷୟରେ ଗର୍ବ କରିବାକୁ ଏକତ୍ରିତ ହୁଅନ୍ତି। ଜଣେ ଜ୍ଞାନୀ ଏବଂ ଶକ୍ତିଶାଳୀ ମାଙ୍କଡ଼ ନେତା ଜାମ୍ବବନ ହନୁମାନଙ୍କୁ ସମ୍ବୋଧିତ କରି ସମୁଦ୍ର ଉପରେ ଡେଇଁ ନିଜର ଶକ୍ତି ଏବଂ ସାହସିକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଜାମ୍ବବନ ହନୁମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ସେ ବାଜଘୋର ଏବଂ ରବହଚ୍ୟୁତ ଏବଂ ନିଜ ମୃତ୍ୟୁର ଯୋଗ୍ୟତା ପାଇଛନ୍ତି। ତାଙ୍କ ମାଙ୍କ ଜନ୍ମ କାହାଣୀ ଏବଂ ପୂର୍ବପୁରୁଷଙ୍କ ସହିତ ପବନ ଦେବତାଙ୍କ ପୁତ୍ର ହନୁମାନ ନିଜକୁ ଶକ୍ତିରେ ଭରି ଦିଅନ୍ତି ଏବଂ ପର୍ବତ ଏବଂ ମହାସାଗର ଉପରେ ଡେଇଁବାକୁ ସକ୍ଷମ ହେବା ସହିତ ତାଙ୍କର ଅବିଶ୍ୱସନୀୟ ଚମତ୍କାର ଘୋଷିତ କରନ୍ତି। ମାଙ୍କଡ଼ମାନେ ତାଙ୍କ ଶବ୍ଦରେ ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ ଜାମ୍ବବନ ତାଙ୍କୁ ସମାବେଶରୁ ସମର୍ଥନ ପ୍ରତିଶ୍ରୁତି ଦେଇ ଲଙ୍କାକୁ ତାଙ୍କ ମିଶନ ସହିତ ସୁନ୍ଦରକାଣ୍ଡମ
ପବନ ଦେବତାଙ୍କ ହନୁନିତା ପର୍ନ ଦେବଚଗନ ପୋଷଣା ତପିଙ୍ଗେଦ୍ରିହାନ ଉଡ ରାବଣଙ୍କ ଦ୍ୱାରା ଅପହରଣ ହୋଇଥିବା ରାମଙ୍କ ପତ୍ନୀ ସ୍ଥାନାନ୍ତର କରିଛନ୍ତି, ଯାହା ପର୍ବତକୁ ଦୋହଲାଇ ଦେଇଛି ଏବଂ ସମୁଦ୍ର ମନ୍ଥନ କରୁଛି। ସେ ମୈନାକା ନାମକ ଏକ ପର୍ବତକୁ ଭେଟିଛନ୍ତି, ଯିଏ ହନୁମାନଙ୍କୁ ପବନ मध्ये ତାଙ୍କରି ମାତା ଜାଣତା କରନ୍ତି। ହନୁମାନ उनका चेष्टाइदा करंच्या हनुमान ଏକ ମାଙ୍କଡ଼ ଏବଂ ରାମଙ୍କ ବିଶ୍ୱସ୍ତ ସେବକ ସୀତାଙ୍କୁ ଖୋଜିବା ପାଇଁ ଲଙ୍କାରେ ପହଞ୍ଚନ୍ତି। ସହରର ସୁରକ୍ଷାକୁ ନିରୀକ୍ଷଣ କରନ୍ତି ଏବଂ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଯେ ଏହାକୁ ବଳପୂର୍ବକ ନିଆଯାଇପାରିବ ନାହିଁ। ରାତିରେ ନିଜ ପ୍ରକୃତ ରୂପରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତି ନେଇ ହନୁମାନ ଏକ ସଂକୀର୍ଣ୍ଣ ପ୍ରବେଶ ଦ୍ୱାର ଦେଇ ପବନଦେବ ଦତ୍ତାଙ୍କ ମାଙ୍କଡ଼ ପୁତ୍ର ହନୁମାନ ରାତିରେ ଲଙ୍କାରେ ପ୍ରବେଶ କରନ୍ତି ଏବଂ ଏକ ବିକୃତ ମହିଳା ଛଦ୍ମବେଶରେ ସହରକୁ ଭେଟିଥାନ୍ତି। ଏକ ଭଜନଙ୍କର ଯୁଦ୍ଧ ପରେ ହନୁମାନ ବିଜୟୀ ହୁଅନ୍ତି ଏବଂ ତାଙ୍କ ବିଜେତାଙ୍କ ପ୍ରତି ସହାନୁଭୂତିରେ ପରିପୂର୍ଣ୍ଣ ଲଙ୍କା ତାଙ୍କୁ ପ୍ରକାଶ କରନ୍ତି ଯେ ସେ ଅଭିଶାପ ପାଇଛନ୍ତି ଏବଂ ତାଙ୍କୁ ସହରରେ ପ୍ରବେଶ ମାଙ୍କଡ଼ ରାଜକୁମାର ହନୁମାନ ଶ୍ରୀଲଙ୍କାର ପ୍ରାଚୀର ଉପରକୁ ଡେଇଁ ରାତିରେ ସହରରେ ପ୍ରବେଶ କରନ୍ତି। ସେ ବିଭିନ୍ନ ରାକ୍ଷସ ଆବାସ ଯୋଦ୍ଧା ଏବଂ ଗାର୍ଡମାନଙ୍କୁ ନିରୀକ୍ଷଣ ରାବଣଙ୍କ ଆଭ୍ୟନ୍ତରୀଣ ଆପାର୍ଟମେଣ୍ଟ ନିକଟକୁ ଯାଆନ୍ତି। ହନୁମାନ ରାକ୍ଷସ ଏବଂ ଅନ୍ୟାନ୍ୟ ପ୍ରାଣୀରେ ପରିପୂର୍ଣ୍ଣ ସହରରେ ସୀତାଙ୍କୁ ଖୋଜନ୍ତି। ସେ ବେଶ୍ୟାବୃତ୍ତି ଏବଂ ଉଲ୍ଲାସର ବିଭିନ୍ନ ଦୃଶ୍ୟ ଦେଖନ୍ତି, କିନ୍ତୁ ତାଙ୍କର ସନ୍ଧାନ ଶେଷରେ ବିଫଳ ହୁଏ, କାରଣ ସେ ସୀତାଙ୍କୁ ଖୋଜିବାରେ ବିଫଳ ହୁଅନ୍ତି, ଯିଏ ଭିଡ଼ ମଧ୍ୟରେ କେଉଁଠି ଦେଖିବାକୁ ମିଳନ୍ତି ନାହିଁ। ହନୁମାନଙ୍କ ଦୁଃଖ ତୀବ୍ର ହୁଏ ଯେତେବେଳେ ସେ ଜାଣନ୍ତି ଯେ ତାଙ୍କୁ ହନୁମାନ ଯେ କୌଣସି ରୂପ ଧାରଣ କରିବାର କ୍ଷମତା ଥିବା ଏକ ମାଙ୍କଡ଼ ଲଙ୍କାରେ ରାବଣଙ୍କ ପ୍ରାସାଦରେ ପହଞ୍ଚେ। ସେ ରାବଣଙ୍କ ପ୍ରାସାଦରେ ପ୍ରବେଶ କରିବା ପୂର୍ବରୁ ଯେଉଁଠାରେ ସେ ରାଜାଙ୍କ ସମ୍ପଦ, ଯୋଦ୍ଧାମାନଙ୍କ ବାହକ ଏବଂ ସୁନ୍ଦରୀ ମହିଳାମାନଙ୍କୁ ଦେଖନ୍ତି, ସେ ମହାବୈରବ, କୁମ୍ଭକର୍ଣ୍ଣ ଏବଂ ଇନ୍ଦ୍ରଜିତଙ୍କରନ୍ତି ସମୃଦ୍ଧ ପରିବେଶ ଏମାନଙ୍କୁ ନିରୀକ୍ଷଣ କରନ୍ତି। ହନୁମାନ ବହୁତ ଶକ୍ତି ସହିତ ରାବଣଙ୍କ ଚମତ୍କାର ସହରକୁ ଦେଖିଲେ। ଏହାର ନିର୍ମାଣଗୁଡ଼ିକ ସୁବର୍ଣ୍ଣ ଝରକା ଏବଂ ମୂଲ୍ୟବାନ ପଥରରେ ସଜ୍ଜିତ। ସେ ବିଭିନ୍ନ ପ୍ରାସାଦକୁ ଦେଖିଲେ, ଯେଉଁଥିରେ ରାବଣଙ୍କର ଏକ ଘର ମଧ୍ୟ ଥିଲା, ଯାହା ବଜ୍ରପାତରେ ଭରିଥିବା ମେଘ ପରି ଚମକି ଉଠୁଥିଲା। ହନୁମାନ ସେତେବେଳେ ଜନକଙ୍କ ଝିଅ ସୀତାଙ୍କୁ ନ ପାଇ ପବନ ଦେବତାଙ୍କ ଦ୍ୱାରା ନିର୍ମିତ ରାବଣଙ୍କ ଆକାଶ କାର କୌଶଳ ଏବଂ ଉତ୍କର୍ଷର ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ଅଳଙ୍କାରରେ ସଜ୍ଜିତ ଜଳୁଥିବା ସୁନା ଝରକା ଅଛି ଏବଂ ଅବିଶ୍ୱସନୀୟ ବେଗରେ ଯାତ୍ରା କରିବାକୁ ସକ୍ଷମ। ମାଙ୍କଡ଼ ରାଜା ଏହି ଚମତ୍କାର ଯାନକୁ ଦେଖନ୍ତି, ଯାହା ଏହାର ସୌନ୍ଦର୍ଯ୍ୟ ଏବଂ ହନୁମାନ ରାମଙ୍କ ସେବକ ଲଙ୍କାରେ ରାବଣଙ୍କ ସଂସ୍କାରରେ ରାବଣଙ୍କ ଶୋଇବା ଆପାର୍ଟମେଣ୍ଟକୁ ମୂଲ୍ୟବାନ ଅଳଙ୍କାର ଦେବାକୁ ଦେଖାନ୍ତି। ଯେ ରାବଣଙ୍କ ଦେବକୁ ନିଜର ବଡ଼ଙ୍କ ଶୋଇବା ଆପାର୍ଟମେଣ୍ଟକୁ ମୂଲ୍ୟବାନ ଅଳଙ୍କାର ଚାଧା ଯେପରି ରାବଜାରୀ ହେନୁ ବାଲାରେ ତೈ ଦହନ୍ତରୀ ଥାନୁ ଏଲଥାଇ ଥାନାନି ତେଜନ ରାମ ଖେଲି ତେଜଦି ରାମ ହନୁମାନ ଏକ ମାଙ୍କଡ଼ ଛଦ୍ମବେଶରେ ରାବଣଙ୍କ ପ୍ରାସାଦ ଭିତରକୁ ପ୍ରବେଶ କରନ୍ତି ଏବଂ ରାକ୍ଷସ ରାଜାଙ୍କୁ ଏକ ଭବ୍ୟ ଶଯ୍ୟା ଉପରେ ଶୋଇଥିବାର ଦେଖନ୍ତି। ସେ ରାବଣଙ୍କ ପତ୍ନୀମାନଙ୍କୁ ଅଳଙ୍କାର ଏବଂ ମାଳ ପିନ୍ଧି ତାଙ୍କ ପାଦରେ ପୋଷିଥିବାର ଦେଖନ୍ତି। ହନୁମାନ ମନ୍ଦୋଦରୀଙ୍କୁ ଦେଖି ଖୁସି ହୁଅନ୍ତି, ସୀତାଙ୍କ ପରି ଦିଶୁଛନ୍ତି ଏବଂ ତାଙ୍କ ବାହୁରେ ଆଘାତ କରି ତାଙ୍କ ଲାଞ୍ଜକୁ ହନୁମାନ ନାମକ ଏକ ମାଙ୍କଡ଼ ରାବଣଙ୍କ ରାଜପ୍ରାସାଦରେ ପ୍ରବେଶ କରେ ଏବଂ ଦେବତା ଏବଂ ନାଗାମାନଙ୍କ ଝିଅମାନଙ୍କ କରିବା ଦୂଷିତାଙ୍କୁ ନୁହେଁ,
से समग्र राजप्रासाद को अनुसरण करे किंतु तांकु पाई न थाए जहा तांकु अन्यत्र खोजिबाकु प्रवर्ताई थाए। हनुमान तांको कर्जारे सतर्क रुहंती जानिथांती जे अंज पुरुषंक पतिंकु हनुमान रावणेंक प्रासादकु सीतांक पाई खोजंती किंतु तांकु खोजिबारे विफल हुअंती। से अनुमान करंती से निश्चय मरीजिबे एवं सुग्रीव एवं मांकड़ मानंकु किपरि सामना करिबे से विषयरे चिंता करंती। जेउमाने तांक प्रजास विषयरे पचारिबे से स्थिर करंती एवं अनुसंधान जारी रखंती। मांकड़ नेता हनुमान लंकारे सीतांकु खोजंती किंतु तांकु पाई पारु नाहंती। सफलता बिना निज राज्यकु फेरिबा किंबा संधान जारी रखिबा पाई लंकारे रहिबा मज्जळे से भांगी पड़िछंती। से राम एवं तांक साथी मानंक मृत्यु समेत भी फलतार परिणाम विषयरे चिंता करंती एवं लंकारे रहिबाकु हनुमान रावणंक महलरू अशोक काठ बगीचाकु डेई पड़िले एवं देखिले जे सेथिरे फूल और फल धारण करिथिबा गछ भरी रहिछि। से सीतांकु खोजुछंती जहांकु से विश्वास करंती जे से नदी कूलरे सकाळ सबे। हनुमान एक सुवर्ण सिंहपा गछरे लुचांती एवं सीतांको रूप पाई उत्कंठार सह अपेक्षा करंती। हनुमान नामक एक मांकड़ रावणक बगीचारे दूररू सीतांकु देखुछि। से राक्षसी मानक द्वारा परिवेष्टित होई तार करुण अवस्था देखुछि एवं अनुमान करुछि जे से तार शारीरिक वैशिष्ट्य एवं रामंक द्वारा वर्णित अलंकार उपरे आधार करी सीता होइथिबो। ता परिचयकु नै विश्वास करी अनुमान सीतांक ठारू अलगा हेबा सत्वणकु हनुमान सीतांक परिस्थिति को प्रतिफलित करंती। रामंक प्रति तांकर अनुगज्यकु प्रशंसा करंती एवं तांका वर्तमानर जंत्रणा उपरे शोक प्रकाश करंती। से रामंक अतीत युद्धकु मने पकांती जेउथिरे से सीतांकु रक्षा करिबा पाई अनेक राक्षसंकु हजाड़ा करितिले। हनुमान भाव प्रवणता द्वारा अभिभूत हुअंती। सीतांकु जणे उत्सर्गीकृत पत्नी भावरे मारुतांक मांकड़ पुत्र हनुमान रामंक पत्नी सीतांकु राक्षस मानक द्वारा बंदी होई तांक स्वामींक ठारू अलगा होइथिबार देखंती। से दुखित एवं सौंदर्यहीन देखा जांती किंतु हनुमान रामंक प्रति तांकर आवजंतरीण मूल्य एवं भक्ति को प्रशंसा करिबा पाई तांको शारीरिक अवस्था को अतिक्रम करंती। 10 मुंड विशिष्ट राक्षस राजा रावण अलंकार एवं फूलरे सज्जित होई तांको पतिंक सह जंगलरे प्रवेश करंती। हनुमान नामक एक मांकड़ दूरु रावणंकु देखुछि तांकु पूर्वरु देखिथिबा शक्तिशाली राजा भावरे चिन्हिछि। रावणंक आखि सीतांक उपरे स्थिर होइछि जहाकु से देखिबाकु चाहंती। रामंक पत्नी वैदेही सीतांकु रावण राक्षस मानंक द्वारा सुरक्षित अवस्थारे देखंती। से तांको पूर्व आत्मार छाजा दुख थुकेरो तंतपजा द्वारे देखंती। तांकर सौंदर्य मृत्तिकारे पद्म परी म्लान होई जाइछि। रावण मैथिली मंदोदरींकु सीतांकु विभ्रांत करिबाकु प्रवर्तांती जेतेबेले से निजर विनाश पाई योजना करंती। रावण सीतांकु प्रलोभित करिबाकु चेष्टा करंती। मधुर शब्द एवं विलास एवं शक्तिर प्रतिश्रुति सहित तांकु जितिबाकु चेष्टा करंती। से तांको सामरिक शक्ति विषय गर्व करंती एवं तांका पाई पृथ्वी को जितिबा पाई प्रस्ताव दियंती। किंतु सीता रामंक प्रति विश्वस्त रहिथिबारु तांकर अग्रगति प्रत्येक जना। सीता रावणंक बंदी तांक पत्नी हेबाकु मना करंती एवं तांकु आसन्न अभिशाप विषयरे चेतावनी दियंती। से तांकु आसन्न अभिशाप विषयरे से तांकु परामर्श दियंती।
सीता रावण को कुहंती जे देवता माने मज्ज तांको अनुसति से तांको अनुसे तांको निज विनाश। रावण राक्षस मानंकर प्रभु कठोर शब्द एवं धमक दे सीतांको प्रलोभित करने चेष्टा करती, किंतु से तांको खलनायक बोली अभियोग करी अस्वीकार पूर्वक प्रतिक्रिया प्रकाश करती। रावणक क्रोध वृद्धि पाई थाए एवं से तांको राक्षसी मानंकु धरिबाकु निर्देश दियंती, तथापि सेमानंक मज्जरु जानिथिने परंतु निसकचंचुछिसा अता राक्षसर राजा रावण तांको आतिथ्यजको निर्देश देवा परे तांको अपार्टमेंट छाड़ी चली गले। तापरे राक्षसी माने सीतांक निकटकु जाई तांकु कहितिले जे से रावणंको सौंदर्य एवं जणे शक्तिशाली राजकुमार भाबरे तांकर स्थिति हेतु तांकर मनोनीत पत्नी हेबे, सेमाने तांकु ग्रहण करिबाकु अनुरोध करंती। जदि से मना करंती तेबे मृत्यु। सीतांकु रावण राक्षसी माने घेरी रहिछंती, जे माने तांकु तांको स्वामी रामंक प्रति अनुगज्जर निवृत्त करिबाकु चेष्टा करंती। असुर माने सीतांकु धमक दियंती एवं परिहासा करंती, तांकु रावणकु तांको नूतन स्वामी भाबरे ग्रहण करिबाकु प्रवर्ताइबाकु चेष्टा करंती। तथापि सीता रामंक प्रति भक्तिरे स्थिर रुहंती। महिला मानंकर उदाहरण दे जो माने कष्ट। सीता तांको स्वामी रामंक ठारू अलगा होई राक्षस मानंक द्वारा धमक पाई भीषण भाबरे कांदुछंती। दुख एवं निराशारे अभिभूत होई से तांको भाग्यको दुखित करंती। प्रश्न करे तांको काहीकि एपरी कष्ट भोगिबाकु पड़िबा एवं तांका दुखर बोझ तळि चाहंती। तांका स्वामी रामंक ठारू अलगा होई रहितिबा सीता रावणंक बंदित्वरे दुख प्रकाश करंती एवं जेस बाणी करंती जे लंका शीघ्र ध्वंस होई जिवो। से विश्वास करंती जे रामंक तीर एपरिकी लंकारे पहुंचिबो एवं से तांको पाई आसिबे। सीता मृत्यु पाई उत्कंठित रामंक बिना तांको निज जीवनरू केही। त्रिजटा नामक जणे राक्षस माट्रन एक अविचर्यवाणी स्वप्न देखंती। रावणंक विजय एवं रामंक सह सीतांक पुनर्मिलन विषୟରେ पूर्वानुमान करंती। से राक्षस मानंक स्वप्न बांटे सेमानंकु सीतांकु बंचाइबा तांकु संतुष्ट करिबाकु परामर्श दियंती। तांको स्वामी रामंक ठारू अलगा होई रहितिबा सीता रावणंक द्वारा विपदरे पड़िछंती एवं दुखरे अभिभूत होइछंती। से तांक भाग्यरकु दुखिता करंती, एक बोझ होइथिबारु दोषी अनुभव करंती एवं दुखरु रक्षा पाइबा पाई निज जीवन नेबाकु चिंता करंती। इति मज्जरे सीतांक शरीररे शुभ संकेता शुभ लक्षण देखाजिबा सहितांक दुख एवं क्लांति दूर हैला। तांका आखिपता नाची उठिला, हाथ चालीगला एवं तांका जंग आनंदरे स्पंदित हैला। धूली आच्छादित पोशाक खसीगला। लाल ओठा, सुंदर आखि एवं धड़ा दांत सहित एक सतेज मुह प्रकाश कला। खुशीरे परिपूर्ण तांको हृदय से राहु। हनुमान एक शक्तिशाली मांकड़ दूररो सीतांको देखुछंती। से तांको रामंक विश्वस्त सेवक भाबरे सांत्वना देबा एवं राक्षस मानंक द्वारा चिन्हटकु एड़ाइवा मज्जरे से भांगी पड़िछंती। जदि सेमाने तांको सीतांक सह कथावार्ता करुथिबार धरंती तेबे तांको क्षति पहुंचाइबे। हनुमान सीतांक सह मृदु स्वररे कथा हेबाकु एक अत्यंत बुद्धिमान मांकड़ वैदेहींकु राजा दाकारथ एवं तांक पुआ रामंक विषୟରେ कुहे, जिए कि जणे वीर राजकुमार, जिए कि जंगलकु निर्वासित होइथिले। राम अनेक राक्षसंकु हत्या करिथिले एवं शेषरे रावणंक द्वारा
ତାଙ୍କ ପତ୍ନୀ ସୀତାଙ୍କୁ ନେଇ ଯାଇଥିଲେ। ମାଙ୍କଡ଼ ତାପରେ ବର୍ଣ୍ଣନା କରେ ଯେ ସେ କିପରି ସୁଗ୍ରୀବଙ୍କ ସ୍ୱହା ସୀତା ତାଙ୍କ ଗଛରେ ଏକ ମାଙ୍କଡ଼ ସଦୃଶ ପ୍ରାଣୀକୁ ଦେଖି ଉତ୍ତେଜିତ ହୁଅନ୍ତି, କିନ୍ତୁ ଏହାର ନମ୍ରତା ଏବଂ ସୌନ୍ଦର୍ଯ୍ୟ ଦେଖିବା ପରେ ସେ ପୁନର୍ବାର ଭଜର୍ଭିତ ହୋଇଯାଆନ୍ତି। ସେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏହା ଏକ ସ୍ୱପ୍ନ ନା ବାସ୍ତବତା ଏବଂ ଏହା ଏକ ସଜଡ଼ତା କି। ଶେଷରେ ସେ ପ୍ରାଣୀଟି ବାସ୍ତବ ହେବା ପାଇଁ ପ୍ରାର୍ଥନା କରନ୍ତି, ଆଶା କରନ୍ତି। ହନୁମାନ ଏକ ଜଙ୍ଗଲରେ ସୀତାଙ୍କୁ ଭେଟିଛନ୍ତି ଏବଂ ତାଙ୍କ ଜ୍ଞାନ ମାଧ୍ୟମରେ ତାଙ୍କୁ ଚିହ୍ନଟ କରିବା ପରେ ସେ ପଚାରନ୍ତି ଯେ ସେ ପ୍ରକୃତରେ ରାମଙ୍କ ପତ୍ନୀ ସୀତା କି। ସେ ତାଙ୍କର ପରିଚୟ ନିଶ୍ଚିତ କରନ୍ତି। ହନୁମାନଙ୍କୁ ରାବଣଙ୍କ ଦ୍ୱାରା ଅପହରଣ ଏବଂ ତାଙ୍କ ସ୍ୱାମୀ ଜଙ୍ଗଲକୁ ନିର୍ବାସିତ ହେବା ବିଷୟରେ କୁହନ୍ତି। ତାଙ୍କ ସ୍ୱାମୀ ରାମଙ୍କଠାରୁ ଅଲଗା ହୋଇ ରହିଥିବା ସୀତା ରାମଙ୍କ ଦ୍ୱାରା ପଠାଯାଇଥିବା ଏକ ମାଙ୍କଡ଼ ଦୂତ ହନୁମାନଙ୍କୁ ଭେଟି ବହୁତ ଖୁସି ହୁଅନ୍ତି। ତଥାପି ସେ ପ୍ରଥମେ ତାଙ୍କୁ ଛଦ୍ମବେଶରେ ରାବଣ ବୋଲି ସନ୍ଦେହ କରନ୍ତି, କିନ୍ତୁ ହନୁମାନ ତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ସେ ପ୍ରକୃତରେ ରାମଙ୍କ ଦୂତ ଏବଂ ରାମଙ୍କ ସୁସ୍ଥତାର ଖବର ସେଜାର କରନ୍ତି ଏବଂ ରାବଣଙ୍କୁ ହନୁମାନ ଏକ ମାଙ୍କଡ଼ ଏବଂ ରାମଙ୍କ ଦୂତ ରାବଣଙ୍କ ସହ ବନ୍ଦୀ ଥିବା ସୀତାଙ୍କ ସମ୍ମୁଖରେ ରାମଙ୍କ ଶାରୀରିକ ରୂପ ବିଷୟରେ ବର୍ଣ୍ଣନା କରିଛନ୍ତି। ହନୁମାନ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାମ ଶୀଘ୍ର ସୀତାଙ୍କୁ ଉଦ୍ଧାର କରିବେ ଏବଂ ରାବଣଙ୍କୁ ପରାସ୍ତ କରିବେ, ଯାହା ତାଙ୍କ ଦୁଃଖକୁ ସମାପ୍ତ କରିବ। ସୀତା ହନୁମାନଙ୍କ ଶବ୍ଦ ଦ୍ୱାରା ଆଶାବାଦୀ ହେବାକୁ ଆରମ୍ଭ କରନ୍ତି। ହନୁମାନ ରାମଙ୍କ ଦୂତ ସୀତାଙ୍କୁ ଭେଟି ତାଙ୍କୁ ଆଶ୍ୱସ୍ତ କରନ୍ତି ଯେ ରାମ ତାଙ୍କୁ ଖୋଜୁଛନ୍ତି। ସେ ତାଙ୍କୁ ରାମଙ୍କ ଦୈନନ୍ଦିନ ଗର୍ଜଳ, ତାଙ୍କ ପ୍ରତି ତାଙ୍କର ପ୍ରେମ ଏବଂ ରାବଣଙ୍କ କବଳରୁ ତାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ସଂକଳ୍ପ ବିଷୟରେ କୁହନ୍ତି। ସୀତା ହନୁମାନଙ୍କ କଥାରେ ଖୁସି ହୁଅନ୍ତି, କିନ୍ତୁ ରାମଙ୍କ ଦୁଃଖ ବିଷୟରେ ଚିନ୍ତା କରି ଦୁଃଖିତ ମଧ୍ୟ। ଏକ ବର୍ଷ ବଜରେ ତାଙ୍କୁ ଉଦ୍ଧାର କରିବାରେ ରାମଙ୍କ ଅକ୍ଷମତା ବିଷୟରେ ସୀତା ହନୁମାନଙ୍କ ନିକଟରେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନେ ସମ୍ମୁଖୀନ ହେବା ବାଧାଗୁଡ଼ିକୁ ଦୃଷ୍ଟିରେ ରଖି ସେ ତାଙ୍କୁ ସମୁଦ୍ର ପାର କରିବାର କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି। ହନୁମାନଙ୍କ ଆଶ୍ୱାସନା ସତ୍ତ୍ୱେ ସୀତା ତାଙ୍କ ପତନ କିମ୍ବା ରାକ୍ଷମଣଙ୍କୁ ଅତିକ୍ରମ କରିବାର କ୍ଷମତା। ହନୁମାନ ଏକ ମାଙ୍କଡ଼ ନେତା ରାବଣଙ୍କ ଦ୍ୱାରା ଅପହରଣ ହୋଇଥିବା ସୀତାଙ୍କୁ ଭେଟିଛନ୍ତି। ସେ ରାମଙ୍କ ସହ ତାଙ୍କ ଅତୀତ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ କିପରି ସେ ଏକ କାଉ ଦ୍ୱାରା ଆହତ ହୋଇଥିଲେ, ଯାହା ପରେ ତାଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା। ସୀତା ରାମଙ୍କ ଦ୍ୱାରା ଅବହେଳିତ ହୋଇଥିଲେ ଏବଂ ହନୁମାନଙ୍କୁ ତାଙ୍କୁ ଏକ ବାର୍ତ୍ତା ଦେବାକୁ କହିଥିଲେ ଏବଂ ମାନଙ୍କୁ ସଫଳ। ଏଠାରେ ଦାରୁହେ ସଫଳେ ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ସୀତା ହନୁମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ସେ ରାମଙ୍କୁ ଜଣାନ୍ତୁ ଯେ ସେ ତାଙ୍କ ଉଦ୍ଧାର ଅପେକ୍ଷାରେ ଅଛନ୍ତି। ହନୁମାନ ସୀତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ରାମ ତାଙ୍କ ସେନା ଏବଂ ସୁଗ୍ରୀବଙ୍କ ମାଙ୍କଡ଼ ସହିତ ଶୀଘ୍ର ଆସିବେ, ଯାହାଙ୍କ ପାଖରେ ବହୁତ ଶକ୍ତି ଏବଂ ଗତି ଅଛି। ସେ ପ୍ରତିଜ୍ଞା କରନ୍ତି ଯେ ରାବଣଙ୍କ ଦ୍ୱାରା ବନ୍ଦୀ ହୋଇଥିବା ସୀତା ହନୁମାନଙ୍କୁ ଦେଖି ଖୁସି ବ୍ୟକ୍ତ କରନ୍ତି ଏବଂ ତାଙ୍କୁ ରାମଙ୍କୁ ତାଙ୍କ ବାର୍ତ୍ତା ଜଣାଇବାକୁ କୁହନ୍ତି। ସେ ତାଙ୍କୁ ଏକ ସଂକେତ କରନ୍ତେ ଭାବରେ ଏକ ଅଳଙ୍କାର ଦିଅନ୍ତି, ଯାହା ରାମଙ୍କୁ ତାଙ୍କ ଉପସ୍ଥିତି ବିଷୟରେ ବିଶ୍ୱାସ କରିବ। ହନୁମାନ ସୀତାଙ୍କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦିଅନ୍ତି ଏବଂ ରାମଙ୍କ ଦୁଃଖ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ। ହନୁମାନ ସ୍ଥିର କରନ୍ତି ଯେ ସଫଳତା ସୁନିଶ୍ଚିତ କରିବା ପାଇଁ ପରାକ୍ରମ ପ୍ରଦର୍ଶନ କରିବା ହେଉଛି ସର୍ବୋତ୍ତମ ଉପାୟ। ସେ ରାକ୍ଷସ ରାଜାଙ୍କ ପତ୍ନୀଙ୍କ ଉଦ୍ୟାନରେ ଗଛକୁ ଧକ୍କା ଦିଅନ୍ତି, ସେମାନଙ୍କ ପ୍ରଭୁଙ୍କ କ୍ରୋଧକୁ ଜାଗ୍ରତ କରନ୍ତି
ଏବଂ ତାଙ୍କୁ ଏକ ବିଶାଳ ସିଂହାସନ ଡାକିବା ପରେ କୁନ୍ତି ଅସମ୍ପୂର୍ଣ୍ଣ ପରାକ୍ରମ ସହିତ ହନୁମାନ ସୈନ୍ୟବାହିନୀ ସହିତ। 18 ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାକ୍ଷସମାନେ ରାବଣଙ୍କୁ ହନୁମାନଙ୍କ ଦ୍ୱାରା ସେମାନଙ୍କ ସହର ଧ୍ୱଂସ ଏବଂ ସୀତାଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ସୂଚନା ଦିଅନ୍ତି। କ୍ରୋଧିତ ହୋଇ ରାବଣ ତାଙ୍କ ଅନୁଗାମୀମାନଙ୍କୁ ହନୁମାନଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି, କିନ୍ତୁ ସେମାନେ ପବନ ଦେବତାଙ୍କ ପୁତ୍ର ହନୁମାନ ତାଙ୍କ ପୂର୍ବ ବିନାଶ ବିଷୟରେ ଚିନ୍ତା କରିବା ପରେ ଲଙ୍କାରେ ଚୈତ୍ୟର ଅଟ୍ଟାଳିକାଟିକୁ ଧ୍ୱଂସ କରିଦିଅନ୍ତି। ସେ ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କରନ୍ତି, ଢାଞ୍ଚାକୁ ଭାଙ୍ଗି ଦିଅନ୍ତି ଏବଂ ପକ୍ଷୀ ଏବଂ ୱର୍ଡେନମାନଙ୍କୁ ଅଭିଭୂତ କରୁଥିବା ଶବ୍ଦରେ ଲଙ୍କାକୁ ଭର୍ତ୍ତି କରନ୍ତି। ହନୁମାନ ତାଙ୍କ ଶକ୍ତି ବିଷୟରେ ଗର୍ବ କରନ୍ତି। ଜାମ୍ବୁମାଲି ନାମକ ଜଣେ ଶକ୍ତିଶାଳୀ ରାକ୍ଷସ ହନୁମାନଙ୍କୁ ତାଙ୍କ ଧନୁ ଏବଂ ତୀର ଦ୍ୱାରା ଆକ୍ରମଣ କରନ୍ତି। ଆହତ ସତ୍ତ୍ୱେ ହନୁମାନ କ୍ରୋଧିତ ହୋଇ ଜାମ୍ବୁମାଲି ଉପରେ ଫିଙ୍ଗିବା ପାଇଁ ଏକ ପଥର ଫିଙ୍ଗନ୍ତି, କିନ୍ତୁ ତାଙ୍କୁ ରାକ୍ଷସ ତୀର ଦ୍ୱାରା ପ୍ରତିହତ କରାଯାଏ। ଶେଷରେ ହନୁମାନ ଜାମ୍ବୁମାଲିଙ୍କୁ ଏକ ବଲ୍ଟ ଦ୍ୱାରା ହତ୍ୟା କରନ୍ତି, ଯାହାଦ୍ୱାରା ରାବଣ କ୍ରୋଧିତ ହୁଏ। ରାକ୍ଷସ ଯୋଦ୍ଧାମାନେ ସେମାନଙ୍କ ପ୍ରଭୁଙ୍କ ନେତୃତ୍ୱରେ ଲଙ୍କାର ଫାଟକରେ ହନୁମାନଙ୍କ ମୁକାବିଲା କରିବା ପାଇଁ ଏକ ଶକ୍ତିଶାଳୀ ସେନା ସହିତ ବାହାରିଥାନ୍ତି। ହନୁମାନ ତୀରକୁ ଚକମା ଦେବା ସହିତ ଏବଂ ଅନାୟାସରେ ଅନେକ ରାକ୍ଷସଙ୍କୁ ତାଙ୍କ ପ୍ରହାର, ଚାପୁଡ଼ା ଏବଂ ଛାତିର ଚାପରେ। ଏଠାରେ ତତ୍ସମୀ ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ଶ୍ରୀଲଙ୍କାର ରାଜା ରାବଣ ତାଙ୍କ ସେନାପତିମାନଙ୍କୁ ହନୁମାନଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଅନ୍ତି, ଯିଏ ଜଣେ ଶକ୍ତିଶାଳୀ ବ୍ୟକ୍ତି ବୋଲି ସନ୍ଦେହ କରାଯାଏ। ସେନାପତିମାନେ ହନୁମାନଙ୍କ ସ୍ଥାନରେ ପହଞ୍ଚନ୍ତି, କିନ୍ତୁ ତାଙ୍କ ଦ୍ୱାରା ଜଣେ ପହନ୍ତି ନିର୍ଦ୍ଦିଷ୍ଟ ପରାସ୍ତ ହୁଅନ୍ତି। ହନୁମାନ ତାଙ୍କ ଅବିଶ୍ୱସନୀୟ ଶକ୍ତି ଏବଂ ବେଗ ବ୍ୟବହାର କରି ସେମାନଙ୍କୁ। ଏଠାରେ 47 ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାବଣଙ୍କ ପୁତ୍ର ରାଜକୁମାର ଅକ୍ଷୟ ଶକ୍ତିଶାଳୀ ମାଙ୍କଡ଼ ହନୁମାନଙ୍କ ସହ ଯୁଦ୍ଧରେ ନିୟୋଜିତ ହୁଅନ୍ତି। ତାଙ୍କର ଉଚ୍ଚତର ଶକ୍ତି ଏବଂ ପରାକ୍ରମ ସତ୍ତ୍ୱେ ଅକ୍ଷୟ ହନୁମାନଙ୍କ ଶକ୍ତି ଏବଂ ବେଗ ଦ୍ୱାରା ପରାସ୍ତ ହୁଅନ୍ତି। ଏକ ଭୟଙ୍କର ଯୁଦ୍ଧ ପରେ ହନୁମାନ ଅକ୍ଷୟଙ୍କୁ ହତ୍ୟା କରନ୍ତି, ଯାହା ସ୍ୱର୍ଗୀୟ। ରାବଣ ତାଙ୍କ ପୁଅ ଇନ୍ଦ୍ରଜିତଙ୍କୁ ହନୁମାନଙ୍କ ସହ ଯୁଦ୍ଧ କରିବାକୁ ପଠାନ୍ତି, ଯିଏ ରାକ୍ଷସମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଇନ୍ଦ୍ରଜିତ ସ୍ୱର୍ଗୀୟ ଶକ୍ତି ଇନ୍ଦ୍ରମାନଙ୍କୁ ଏକ ବ୍ରହ୍ମ ଅସ୍ତ୍ର ଯାଦୁ ନାମରେ ହନୁମାନ ଅସ୍ତ୍ର ଯାଦୁମାନ। ଇନ୍ଦ୍ରଜିତଙ୍କ ଜଙ୍ଗଳା ପରେ କ୍ରୋଧିତ ହୋଇ ହନୁମାନ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲେ। ସେ ଇନ୍ଦ୍ରଜିତଙ୍କୁ ମୂଲ୍ୟବାନ ଅଳଙ୍କାର ଏବଂ ଅଳଙ୍କାରରେ ସଜ୍ଜିତ ହୋଇ ତାଙ୍କ ପରାମର୍ଶଦାତାଙ୍କ ଦ୍ୱାରା ଘେରି ରହିଥିବା ଏକ ଚମତ୍କାର ସିଂହାସନରେ ବସିଥିବାର ଦେଖନ୍ତି। ହନୁମାନ ପ୍ରତିଫଳିତ କରନ୍ତି ଯେ ଯଦି ଇନ୍ଦ୍ରଜିତ ଅଧାର୍ମିକ ହୋଇନଥାନ୍ତେ, ତେବେ ସେ ସ୍ୱର୍ଗୀୟ ଅଞ୍ଚଳର ରାଗରେ ଅଭିଭୂତ ରାବଣ ଶକ୍ତିଶାଳୀ ମାଙ୍କଡ଼କୁ ନନ୍ଦୀ କିମ୍ବା ବାଲିର ପୁଅ ବୋଲି ସନ୍ଦେହ କରି ପଚରା ଉଚୁରା କରେ। ମାଙ୍କଡ଼ ଉତ୍ତର ଦିଏ, ସେ ରାମଙ୍କଠାରୁ ଏକ ମିଶନର ଅଛି ବୋଲି ଦାବି କରେ ଏବଂ ରାବଣଙ୍କୁ ଦେଖିବାକୁ ଚାହେଁ। ମହାନ ପିତାଙ୍କଠାରୁ ଏକ ବର ଭାବରେ ନିଜର ଉପସ୍ଥିତି ପ୍ରଦାନ କରେ ଏବଂ ଏକ ଲାଭଜନକ ବାର୍ତ୍ତା ପାଇଁ ରାବଣଙ୍କ କାନ ଖୋଜେ। ହନୁମାନ ଏକ ମାଙ୍କଡ଼ ଏବଂ ରାମଙ୍କ ଦୂତ ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାକ୍ଷସ ରାଜାଙ୍କ ବାସଭବନରେ ପହଞ୍ଚନ୍ତି। ସେ ରାଜାଙ୍କୁ ଚେତାବନୀ ଦେଇଛନ୍ତି ଯେ ରାମଙ୍କ ପ୍ରତି ଅନାଚାର କରିବା ଦ୍ୱାରା ଲଙ୍କା, ଏହାର ଲୋକମାନେ ଏବଂ ତାଙ୍କ ଉପରେ ବିନାଶ ଘଟିଦେବ।
हनुमान निज शक्ति द्वारा लंका को ध्वंस करने धमक देइछंती, किंतु शेषरे एही रावणक भाई विभीषण तांकु मांकड़ दूत हनुमानंकु हत्या न करिबाकु प्रवर्ताइबाकु चेष्टा करंती, कारण दूतमानंकु हत्या करिबाकु प्रवर्ताइबाकु चेष्टा करंती, कारण दूतमानंकु हत्या करिबा द्वारा कौनसी क्षति हेबो नाही। किंतु विभीषण जुक्ति जारी रखितोची जणे दूतंकु हत्या करिबारंगकु सुचाई एवं परामनंकु पठाईती अबण चुकुमा हनुमान बंधा होई एवं तांको लांजरे निया लगाई राक्षस मानंक द्वारा लंका चारि पाखरे परिचालित होइतिले। जंत्रणा सत्वे से पलायन करिबाकू एवं निजकू प्रतिशोध नेबाकू संकल्प नेखिले। अग्नि पाई सीतांक प्रार्थना साहाय्ୟରେ हनुमान तांक बंधनकू भांगी निजकू मुक्त करितिले। तापरे पुणी थरे हनुमान एक शक्तिशाली मांकड़ एवं पावनी देवतांक पुत्र लंका सहर को ध्वंस करी एहार दुर्ग प्रासाद एवं बासगृह गुड़िकु जाली दियंती। से सम्रांत एवं योद्धांक समेत असंख्य राक्षसंकु हज्जाड़ा करंती, काहाकु अक्षता रखंती नाही। हनुमानंक अग्निशिखा बाटिबा सहित सहरा जाए, जहा हनुमान तांक कार्यकलाप विषୟରେ चिंता करंती, लंका को जाली देबा पाई अनुताप अनुभव करंती एवं अनुभव करंती जे से सीतांकु रक्षा करिबाबा पाई अनुताप अनुभव करंती एवं संतमानंक कथा सुनिबा परे से विश्वास करंती जे सीता हुए त तांक निज सद्गुण एवं भक्ति द्वारा एही नूतन आशा तांकु आनंदरे भरी दिए। हनुमान सीतांकु सांत्वना देई प्रतिश्रुति देइछंती जे राम एवं तांक सेना शीघ्र रावणंकु परास्त करिबाकु पहुंचिबे। तापरे से अविश्वसनीय शक्ति सहित पर्वत एवं समुद्रर दक्षिण कूलकु प्रस्थान करंती, जहा फଳରେ विनाश एवं विशृंखला सृष्टि हुए। हनुमानंक आरोहण को स्पष्ट भावरे वर्णना कराइछि, जहा हनुमान एक शक्तिशाली मांकड़ समुद्र पार होई लंका को संतरण करे। मेघ एवं विस्मजार एक पथ छाड़ी से मजनाका पर्वत उपरे जांबा बन एवं अंजर मांकड़ मानी तेले खुशीती विसर्जड़े चेतांको देखिछंती, किंतु तांक भजंकर परिस्थिति विसर्जड़े चेतावनी देइछंती। एठारे 41 शब्दरे एक संक्षिप्त सारांश दियायाछि। हनुमान मांकड़ दूत सीतांको खोजिबा पाई लंकारे पहुंचन। से रावणंक आभ्यंतरीण अपार्टमेंटरे प्रवेश करंती, किंतु तांको सेठारे देखंती नाही। तापरे से सीतांको एक अशोक गछरे देखंती, क्षीण एवं दुखित। हनुमान रावणंक सीतांक प्रति निष्ठुर बास हनुमान राम एवं सुग्रीवंक उद्यम को प्रशंसा करी कहिचंती जे सेमाने रावणंकु युद्धरे परास्त करिबे। से रावणंक द्वारा बंदी होइथिबा सीतांक सह तांकर साक्षात विसर्जड़े मध्य वर्णना करिछंती। हनुमान मांकड़ मानंकु संबोधित करी कहिछंती जे सेमाने एकाठी लंका एवं एहार अधिवासी मानंकु ध्वंस करे पारिबे। बालींक पुओ अंगाद परामर्श दियंती जे मांकड़ वीर माने लंका जांती, रावण को परास्त करंती एवं सीतांको उद्धार करंती, किंतु जांबवन एहा विरुद्धरे परामर्श दियंती जे सेमाने दक्षिण चैतन्स को खोजिबा पाई सेमानकर मूल मिशन अनुसरण करंती। एठारे तालुहे शब्दरे लेखाटीर सारांश दिया जाइछि। अंगड़ एवं हनुमानंक नित्रिबर मांकड़ माने दाधिमुखांक द्वारा सुरक्षित मधुगन्य उद्यानरे पहुंचंती तमन निशासक्त होई जानती, जहा उद्यानरे विशृंखला एवं विनाश सृष्टि करे।
दादी मुखा सेमानंकु अटकाइबाकु चेष्टा करंती तंकु प्राय हनुमान मांकड़मानंकु मधुर्न उद्यानकु नहीं जाती ଯେଉଁଠାରେ ସେମାନେ ମୁହଁ ପିଅନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରନ୍ତି। ମଦ୍ୟପାନ କଡ଼ମାନେ ୱାଟର ଏବଂ ଗାର୍ଡମାନଙ୍କୁ ପିଟିଥାନ୍ତି। ଦଧି ମୁଖାକୁ ଏକ ବିଶାଳ ଗଛ ସହିତ ସେମାନଙ୍କୁ ଅନୁସରଣ କରିବାକୁ ଆଗେଇ ନିଅନ୍ତି। ହନୁମାନ ହସ୍ତକ୍ଷେପ କରନ୍ତି ଏବଂ ଦଧି ମୁଖାକୁ ପରାସ୍ତ କରନ୍ତି, ଯିଏ ପରେ ଘଟଣା ବିଷୟରେ ଅଙ୍ଗଦଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ମାଙ୍କଡ଼ ଦ୍ୱାରା ତାଙ୍କ ବଗିଚା ମଦବନି ଧ୍ୱଂସ ହେବା ବିଷୟରେ ମାଙ୍କଡ଼ ରାଜା ସୁଗ୍ରୀବଙ୍କୁ ଦଧିମୁଖ ସୂଚନା ଦିଅନ୍ତି। ସୁଗ୍ରୀବ ବିଶ୍ୱାସ କରନ୍ତି ଯେ ସେମାନେ ସୀତାଙ୍କୁ ଖୋଜିବା ମିଶନରେ ସଫଳ ହୋଇଥିଲେ ଏବଂ ଦଧିମୁଖଙ୍କୁ ଉଦ୍ୟାନକୁ ସୁରକ୍ଷା ଦେବା ପାଇଁ ଏବଂ ହନୁମାନଙ୍କ ଗୋଷ୍ଠୀକୁ ଅଧିକ ନିର୍ଦ୍ଦେଶ ପାଇଁ ଫେରାଇ ଆଣିବା ପାଇଁ ପଠାଇଥିଲେ। ଅଙ୍ଗଦ ସୁଗ୍ରୀବଙ୍କ ପାଖକୁ ଖବର ନେଇ ଫେରନ୍ତି ଯେ ସୀତାଙ୍କ ଅବସ୍ଥିତି ସୁରକ୍ଷିତ କରିଛନ୍ତି ଏବଂ ତାଙ୍କ ଅପହରଣକାରୀମାନଙ୍କୁ କିଷ୍କିନ୍ଧା ଆସିବାକୁ ରାଜି କରାଇଛନ୍ତି। ଅଙ୍ଗଦ ଏବଂ ହନୁମାନଙ୍କ ନୀତି ମାଙ୍କଡ଼ମାନେ ସେମାନଙ୍କ ସଫଳତାରେ ଖୁସି ହୁଅନ୍ତି ଏବଂ ସୀତାଙ୍କ ନିରାପଦ ଉପସ୍ଥିତିକୁ ନିଶ୍ଚିତ କରି ରାମଙ୍କୁ ଭେଟିବାକୁ ଅଗ୍ରସରୀ ହନୁ ରାମଙ୍କ ମାଙ୍କଡ଼ମାନେ ତାଙ୍କୁ ଲଙ୍କାରେ ସୀତାଙ୍କ ବନ୍ଦିତ୍ୱ ବିଷୟରେ ବର୍ଣ୍ଣନା କରନ୍ତି। ହନୁମାନ ନାମକ ଏକ ମାଙ୍କଡ଼ ଯିଏକି ସୀତାଙ୍କୁ ଦେଖିଥିଲେ ତାଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରନ୍ତି। ହନୁମାନ ନାମକ ଏକ ମାଙ୍କଡ଼ ଯିଏକି ସୀତାଙ୍କୁ ଦେଖିଛି ସେ ତାଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରିବାକୁ କହିଛନ୍ତି, କିନ୍ତୁ ତାହା ଜାଣିଛନ୍ତି ତାହା ବର୍ଣ୍ଣନା କରିବାକୁ କହିଛନ୍ତି। ଜନକଙ୍କ ଦ୍ୱାରା ସୀତାଙ୍କୁ ଦିଆଯାଇଥିବା ରତ୍ନ ଦେଖି ରାମ ଦୁଃଖରେ ଅଭିଭୂତ ହୁଅନ୍ତି। ସେ ସେମାନଙ୍କର ବିବାହ ଏବଂ ତାଙ୍କ ଶ୍ୱଶୁରଙ୍କ ଦଜା ମନେ ପକାନ୍ତି, ଯାହା ତାଙ୍କୁ ସୀତାଙ୍କ ପାଇଁ ଆହୁରି ଅଧିକ ଉତ୍କଣ୍ଠିତ କରେ। ରାମ ହନୁମାନଙ୍କୁ ଅନୁରୋଧ କରନ୍ତି ସେ ସୀତା ଯାହା କହିଛନ୍ତି ତାହା ତାଙ୍କୁ କୁହନ୍ତୁ, କାରଣ ତାଙ୍କ ଶବ୍ଦ ହିଁ ତାଙ୍କ ପ୍ରିୟ ପାଖକୁ ବଜାୟ ରଖିଛି। ହନୁମାନ ଜଣେ ମାଙ୍କଡ଼ ଯୋଦ୍ଧା ରାବଣ ଦ୍ୱାରା ବନ୍ଦୀ ହୋଇଥିବା ରାମଙ୍କ ପତ୍ନୀ ସୀତାଙ୍କ ସହ କଥାବାର୍ତ୍ତା କରନ୍ତି। ସେ ହନୁମାନଙ୍କୁ ରାମଙ୍କୁ ଜଣାଇବାକୁ ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ 100 ଜାଳତା ପଠାଇବାକୁ କୁହନ୍ତି। ହନୁମାନ ସୀତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ରାମ ଶୀଘ୍ର ତାଙ୍କୁ ଉଦ୍ଧାର କରିବାକୁ ଆସିବେ। ତାଙ୍କ ଭାଇ ଲକ୍ଷ୍ମଣ ଏବଂ ସେମାନଙ୍କ ସହଯୋଗୀ ମାଙ୍କଡ଼